हरि ओम हरि ओम। हरिओम हरिओम। आज्ञा कुहतु। हलो गुरु भाई, आज्ञा आज्ञा कुहतु। मनरे गोटे प्रश्न थिला कौन कहल, मनर बेले बेले पाप विचार आसी जाउछि। कौन कहले पाप विचार माने जेमति कि माने विचार मनरे कौन विचार करवाटा पाप होई जिवो ना नाଇଁ सेटा ନାଇଁ कर्म रे ମନରେ परिणत होला पर पाप हबो? ନାଇଁ ଦେଖନ୍ତୁ ମନରେ ବିଚାର କରିବାଟା ପାପ ହବନି, କିନ୍ତୁ ହୁଁ ମନରେ ଗୋଟେ ବିଚାରକୁ ବାରମ୍ବାର ଯଦି ଆମେ କରିବା ସେ ହୁଁ ବିଚାର କାର୍ଯ୍ୟରତ ହେଇଯାଏ। କାହିଁକିନା ଯାହା ବି ଆମେ କର୍ମ କରୁଛେ ଶରୀର ମାଧ୍ୟମରେ କର୍ମ କରିବା ପୂର୍ବରୁ ଆମେ ଚିନ୍ତା କରୁଛେ, ଚିନ୍ତନ କରୁଛେ। ଆପଣ ଏବେ ହୁଁ ମୋତେ ଫୋନ୍ ଲଗେଇଲେ, ଫୋନ୍ ହୁଁ କରିବା ହୁଁ ପୂର୍ବରୁ ଆପଣ ବିଚାର କରିଥିଲେ ଫୋନ୍ କରିବା କି ଚର୍ଚ୍ଚା ହେବା। ତ ହୁଁ, ବିଚାରକୁ ହିଁ ଶରୀର ମାଧ୍ୟମରେ ଯେହେତୁ କାର୍ଯ୍ୟରତ କଲେ, ତ ବିଚାର କାର୍ଯ୍ୟର ଆଧାର ହେଇପାରେ। କିନ୍ତୁ ଓହୋ ସବୁ ବିଚାର କାର୍ଯ୍ୟରତ ହେବ ବୋଲି ଆମେ କହିପାରିବାନି। କାହିଁକିନା ବିବେକକୁ ବିନିଯୋଗ କରି ଯଦି ଆମେ ବିଚାର କରିବା, ବିଚାର ହଁ। ଉପରେ ବି ନିୟନ୍ତ୍ରିତ ହେଇପାରିବା। ଏମିତି କ'ଣ ବିଚାର କ'ଣ ଆସିଥିଲା କହିଲେ? ନାଇଁ କଣ ବିଚାର ଆସିଥିଲା କହିଲେ, ନାଇଁ କିଛି ଇଏ ନାଇଁ ମାନେ ଆମେ ଖୋଲି କୁହନ୍ତୁ, କିଛି କଥା ନାହିଁ। ଆମେ ତ ନିଜେ ସ୍ୱୟଂ ହିଁ ବ୍ରହ୍ମ, ଆମେ ସ୍ୱୟଂ ବ୍ରହ୍ମାସ୍ମି। ଆଜ୍ଞା କିନ୍ତୁ ଆମେ ଯେତେବେଳେ ଆମେ ସବୁଆଡେ ପୂଜା ମୂର୍ତ୍ତି ପୂଜା କରୁଛନ୍ତି, ଆଜ୍ଞା ମାନେ ମୁଁ ତ ମନ୍ଦିରକୁ ଯାଏ, ମାନେ ଆଜ୍ଞା ଠାକୁରଙ୍କୁ ଦେଖିଲେ ମାନେ ମନ ଭିତରେ ଗୋଟେ ପାପ ଆସିଛି, ଆରେ ମୋ ଭିତରେ ତ ଈଶ୍ୱର ଅଛନ୍ତି, ମୁଁ ଏଠି କଣ ପୂଜା କରୁଛି? ଓହୋ ହୋ, ବୁଝିପାରିଲେ? ବୁଝିଲା ବୁଝିଲା ବୁଝିଲା। ତାପରେ ମନ ଭିତରେ ଗୋଟେ ମାନେ ଛୋଟ ଭାବନା ଆସି ଯାଉଛି କି ଡର ଆସିଯାଉଛି ହଁ ଗୋଟେ। ଡର ଆସିଯାଉଛି, କାଳେ ଏଇ ଭାବନା କାଳେ ମନ ଭିତରେ ପାପ ଛୁଉଛି, କାଳେ ମୋର କିଛି କ୍ଷତି ହେଇଯିବନି ତ, ନାଇଁ ନାଇଁ, ମୋ ପାପ ଆର ହେଇଗଲାଣି ଟି। ଶୁଣନ୍ତୁ ଶୁଣନ୍ତୁ, ଆର କାରଣ ଅଛି। ଆର କାରଣ କ'ଣ? ଛୋଟ ବେଳଠୁ ଆମେ ଈଶ୍ୱରଙ୍କୁ ସ୍ୱରୂପରେ, ଆକାରରେ, ଆକୃତିରେ ଚିହ୍ନି ଆସିଛେ। ହଁ ହଁ ଯେହେତୁ ଚିହ୍ନି ଆସିଛେ, ଏବେ କେଇଟା ଦିନ ହେଲା ଆପଣ ଏ ଯେଉଁ ବ୍ରହ୍ମଜ୍ଞାନକୁ ଶୁଣିଲେ, ବହୁତ କମ୍ ଦିନ ହେଲା ଆପଣ ବ୍ରହ୍ମଜ୍ଞାନକୁ, ବ୍ରହ୍ମତତ୍ତ୍ୱକୁ ଶୁଣୁଛନ୍ତି। ତ ହୁଁ ଶୁଣିବା ସଙ୍ଗେ ସଙ୍ଗେ ଆପଣଙ୍କ ଭିତରେ ବ୍ରହ୍ମାନୁଭୂତି ହେଇନି କି ଶାସ୍ତ୍ରକୁ ଗଭୀର ଭାବରେ ପଢ଼ି ନାହାନ୍ତି। ନା ନା ତ ଏଠି ହେଉଛି କ'ଣ? ଅଜାଣତରେ ମନରେ ଗୋଟେ ପାପ ଛୁଁଛି, କାଳେ ମୁଁ ଭୁଲ କରୁଛି କି? ମୁଁ ତ ଛୋଟବେଳଠୁ ଠାକୁରଙ୍କୁ ପୂଜି ଆସିଥିଲି, ଠାକୁରଙ୍କୁ ସମସ୍ତେ ପୂଜୁଛନ୍ତି। ମାନେ ସଂସାରକୁ ଦେଖିବାକୁ ଗଲେ 90% ଲୋକ ଠାକୁରଙ୍କୁ ଦ୍ୱୈତ ପୂଜା ହିଁ କରୁଛନ୍ତି। ହଁ ମୂର୍ତ୍ତି ତ ପୂଜା କରୁଛନ୍ତି, ଚିତ୍ରରେ, ବାହାରେ, ଦୁଇରେ ଚିହ୍ନିଛନ୍ତି। ତ ଯଦି ହୁଁ ଏତେ ଲୋକ କରୁଛନ୍ତି, ଇଏ କିଏ କହୁଛନ୍ତି ଜଣେ ହେଉଛି ଆଡ଼େ ସାଡ଼େ ଗପୁଛନ୍ତି, ଏଇଟା ସତ୍ୟ କି? ମନ ପାପ ଛୁଇଁବ। କିନ୍ତୁ ଶାସ୍ତ୍ରକୁ ଯଦି ଦେଖନ୍ତୁ, ମୁଁ ଯାହା ବି ଭିଡ଼ିଓ କରିଛି ପ୍ରତ୍ୟେକ ଭିଡ଼ିଓରେ ଶାସ୍ତ୍ରର ପ୍ରମାଣ ଦେଇକରି କହିଛି। ମୁଁ ହଁ ଏମିତି ପାଟିରେ କିଛି ଗପ କାହାଣୀ ରୂପରେ ନା ନା କହିନି। ନା ହଁ ଶାସ୍ତ୍ର ପ୍ରମାଣ, ଶାସ୍ତ୍ର ଅକାଟ୍ୟ। ଶାସ୍ତ୍ର ମାନେ ହୁଁ କ'ଣ? ଶାସ୍ତ୍ର ତତ୍ତ୍ୱ ବ୍ୟତୀତ ଶାସ୍ତ୍ର। ବେଦର ହୁଁ ସାରାଂଶ ହେଲା ଉପନିଷଦ। ଉପନିଷଦର ବ୍ୟାଖ୍ୟା ଦେଇକରି କହିଛି। ଆଉ ଏସବୁ କଥା ହୁଁ ଆପଣ ଚାହିଁଲେ ତର୍ଜମା କରିପାରିବେ। ପୁସ୍ତକ ଯାହା ବି, ଯେଉଁ ବି, ମୁଣ୍ଡକ ଉପନିଷଦ, ମାଣ୍ଡୁକ୍ୟ ଉପନିଷଦ, କେନ ଉପନିଷଦ, କଠ ଉପନିଷଦ, ବୃହଦାରଣ୍ୟ ଉପନିଷଦ, ବୁଝିପାରୁଛନ୍ତି? ଏ ହୁଁ ଯାହା ବି ଉପନିଷଦର ବ୍ୟାଖ୍ୟା ଦିଆହେଇଛି, ଏ ଉପନିଷଦ ବହିକୁ ମଗେଇକରି ପଢ଼ିପାରିବେ, ବେଦକୁ ମଗେଇକରି ପଢ଼ିପାରିବେ। ପ୍ରମାଣ, ବେଦ ପ୍ରମାଣ, ବେଦ ଅକାଟ୍ୟ। ଜଣେ କିଏ ଗପ କାହାଣୀ ପାଟିରେ କହିଦେଲା, ସେ କଥାକୁ ଆମେ କାଟିପାରିବା। କିନ୍ତୁ ଯଦି ହଁ ଶାସ୍ତ୍ରର ବ୍ୟାଖ୍ୟା ଦେଇ ଜଣେ କହୁଛନ୍ତି, ନିହାତି ସେଟା ସତ୍ୟ ହିଁ ଥିବ। ତାକୁ ପରଖିଲେ ବୁଝିପାରିବେ। ଆଉ ନାଇଁ ମୁଁ ବ୍ରହ୍ମାନୁଭୂତି ଆପଣଙ୍କୁ କରିବା ଯାଏ, ଶୁଣନ୍ତୁ, ହଁ ବ୍ରହ୍ମାନୁଭୂତି କରିବା ଯାଏ କି ଶାସ୍ତ୍ରର ଗଭୀରରୁ ଗଭୀର ଚର୍ଚ୍ଚା କରିକିରି ମନର ବିବେକକୁ ଜାଗୃତ କରାଯାଏ, ଏମିତିଆ ଡର ଆସିବା ସ୍ୱାଭାବିକ। କାରଣ ଠାକୁରଙ୍କୁ ଆମେ ଗୋଟେ ଶକ୍ତିଶାଳୀ, କାଳେ ଠାକୁରଙ୍କର କୁଚିନ୍ତନ କଲେ କିଛି ପାପ ହେବ, କିଛି ଧନ କ୍ଷୟ ହେଇଯିବ, କିଛି ଆକ୍ସିଡେଣ୍ଟ ଇନସିଡେଣ୍ଟ ହେଇଯିବ, ହଁ ମନେ ଗୋଟେ ଭୟ ଥାଏ। ଭୟ ଥାଏ ନା। ସେ ଭୟକୁ ନେଇକି ଯେହେତୁ ଆମେ ପରଖୁଛେ, ମନ ପାପ ଛୁଁଛେ ଆଉ କ'ଣ। କିନ୍ତୁ ଦେଖନ୍ତୁ, ସତ୍ୟ ଯଦି ସ୍ପଷ୍ଟ, ସତ୍ୟ ଯଦି ସତ୍ୟ, ତାହେଲେ ହୁଁ କିଛି ଭୁଲ ହବନି। ଠାକୁରଙ୍କୁ ନା ପରଖି ପାରିବା। ଗୋଟେ ଜିନିଷକୁ ଆମେ ନ ପରଖିକିରି ଅନ୍ଧବିଶ୍ୱାସରେ କେମିତି ମାନିବା? ବୁଝିପାରୁଛନ୍ତି? ସବୁ କଥା ଆଖି ଆଗରେ ସ୍ପଷ୍ଟ ଦେଖାଯାଉଛି। ଗୋଟେ ମୂର୍ତ୍ତିକୁ ଆମେ ଗଢ଼ିଛେ, ଗୋଟେ ଫଟୋକୁ ଆମେ ଚିତ୍ରିତ କରିଛେ, ଆମେ ହିଁ ସ୍ୱରୂପ ଦେଇଛେ, ଆମେ ଗଢ଼ିଥିବା ମୂର୍ତ୍ତିକୁ ଆମେ କାହିଁ ପୂଜୁଛେ? ବୁଝିପାରୁଛନ୍ତି? ହଁ ହଁ ତ ଆର ସ୍ପଷ୍ଟତା ଆପଣ ଖୋଜିଲେ କୋଉଠି ନା କୋଉଠି ପାଇବେ। ଆଉ ଗୋଟେ କଥା, ଛୋଟ କଥା, ଜୋକ୍ ଆପଣଙ୍କୁ କହିଲେ ବୁଝିପାରିବେ। ଜଣେ ଭାଇ ଅଛନ୍ତି ପୁରୀରେ। ହଁ ସେ ଏବେ ପୁରୀରେ ଅଛନ୍ତି। ସେ ସେତେବେଳେ ବର୍ଷକ ତଳ କଥା କହୁଛି, ଚେନ୍ନାଇରେ ଥିଲେ। ସେ ହୁଁ ଥରେ ଫୋନ୍ କଲେ, କହିଲେ ଗୁରୁଜୀ ପ୍ରଣାମ। କହିଲେ ଆଜ୍ଞା ପ୍ରଣାମ। କହିଲେ ମୁଁ ଆପଣଙ୍କ ଭିଡ଼ିଓ ସବୁ ଦେଖେ, ବହୁତ ଭଲ ଲାଗେ। ଆଉ ମୁଁ ଆପଣଙ୍କ ନାଁରେ ଗୋଟେ କେସ୍ କରିବି ଭାବୁଥିଲି। ହୁଁ ଶୁଣନ୍ତୁ, ମୁଁ କହିଲି ଆଜ୍ଞା କେସ୍ କାହିଁ କରିଥାନ୍ତେ? ହୁଁ ଗୋଟେ ଭିଡ଼ିଓରେ କୁହା ହେଇଛି, ଆମେ ନିର୍ମାଣ କରିଥିବା ଜଗନ୍ନାଥ ହେଲେ ମାଧ୍ୟମ, ଆମକୁ ହୁଁ ନିର୍ମାଣ କରିଥିବା ଜଗନ୍ନାଥକୁ ଚିହ୍ନିବା ପାଇଁ।
କହିଲେ ହଁ ଏମିତି କଣ ଇଏ କହୁଛନ୍ତି, ଯାହା ପାଟିକି ଆସୁଛି କହି ଯାଉଛନ୍ତି ଯାହା। ହଁ ତ ଆପଣଙ୍କ ନାଁରେ ଏମିତି ଗୋଟେ ମୁଁ କେସ୍ କରିବି ବୋଲି ଭାବୁଥିଲି, କିନ୍ତୁ ଆପଣ ଯେଉଁ ବେଦର ପ୍ରମାଣ ସବୁ ଦେଇଥିଲେ, ମୁଁ ତାକୁ କହିଲି ନାଇଁ, କିଛି ଷ୍ଟପ୍ସ ନେବା ଆଗରୁ ଟିକେ ଆମେ ନିଜେ ବି ପରଖିବା। ତ ମୁଁ ଯେତେବେଳେ ଉପନିଷଦକୁ ପରଖିଲି, ଆପଣ ଯେଉଁ ମନ୍ତ୍ରର ବ୍ୟାଖ୍ୟା ଦେଇଥିଲେ ତାକୁ ଯେତେବେଳେ ମୁଁ ଦେଖିଲି, ମୁଁ ନିଜେ ବୁଝିପାରିଲି ନାଇଁ ନାଇଁ, ମୁଁ ଆଖିରେ ଅନ୍ଧପୁଟୁଳି ବାନ୍ଧିଛି। କେବଳ ମୁଁ ନୁହଁ, ମୋ ପରିକା ଅନେକ ଭକ୍ତ ଅନ୍ଧବିଶ୍ୱାସରେ ଈଶ୍ୱରଙ୍କୁ ମାନେ ପୂଜା କରୁଛନ୍ତି, କିନ୍ତୁ ଠାକୁର କିଏ ତତ୍ତ୍ୱଜ୍ଞାନର ଚର୍ଚ୍ଚା ହେଉନି କି ସେମାନେ ବୁଝିପାରୁନାହାନ୍ତି। ତ ସେ ବୁଝିଥିଲେ, ତାପରେ ସେ ଭାରି ଖୁସିରେ ଫୋନ୍ କରିଥିଲେ, ଭାରି ବହୁତ ସମୟ କଥା ହେଲେ। ହୁଁ। ଏଠି ସବୁ ପ୍ରମାଣ ଅଛି, ଆପଣ ଖୋଜିଲେ ବି ପାଇବେ ଆ ପ୍ରମାଣ। ମୁଁ ପୁରା ବୁଝିପାରୁଛନ୍ତି? ଆପଣଙ୍କୁ, ମୁଁ ଆଉ କାହିଁ ଆପଣଙ୍କୁ ମାନେ ଇଏ କଲି ଯେ ଆପଣଙ୍କ ଭିଡିଓ ଟା ମତେ ବହୁତ ଭଲ ଲାଗିଲା। ଆପଣ ଯୋଉ ଭିଡିଓ, ଆପଣଙ୍କ ଭିଡିଓ ଗୋଟିଏ ଗୋଟେ ଦେଖିବା ବହୁତ ମନକୁ ଭଲ ଲାଗିଲା। ମୁଁ କହିଲି ଆରେ ଏଇ କଥାଟା କାହିଁକି କହୁନଥିଲେ। ଯାହା ହଉ, ମନ ଯାହା ଖୋଜୁଥିଲା ତା ଆଜ୍ଞା ବାସ୍ତବରେ ଆଜି ଆଧ୍ୟାତ୍ମିକତାର ପ୍ରକୃତ ପଚାର ଇଏ। ଆଜ୍ଞା ଆଜ୍ଞା ଆଜ୍ଞା। ବୁଝିପାରିଲ ନାଇଁ। ତାପରେ ମୁଁ କଣ କଲି ନା, ମୁଁ ଚ୍ୟାଟ୍ ଜିପିଟି ବ୍ୟବହାର କରେ। ଆଚ୍ଛା ଆଚ୍ଛା, ଚାଟ୍ ଜିପିଟି। ଆଜ୍ଞା, ଚ୍ୟାଟ୍ ଜିପିଟି, ଆଚ୍ଛା ଆଚ୍ଛା। ବୁଝିପାରିଲେ। ଚ୍ୟାଟ୍ ଆଜ୍ଞା ଜିପିଟି ରେ ମୁଁ କହିଲି ଏଇ ତ ମୁଁ ତ ସବୁ, ମୁଁ ତା ସାଙ୍ଗେ କଥାବାର୍ତ୍ତା ହୁଏ। ଯେତେବେଳେ ମନକୁ କଣ ପ୍ରଶ୍ନ ଅଛି ମୁଁ ତାକୁ ପଚାରେ, ଆଜ୍ଞା ଆଉ ସିଏ ଆଜ୍ଞା ବଢିଆ ଉତ୍ତର ଦିଏ, ମଣିଷ ଭଳିଆ କଥାବାର୍ତ୍ତା କରେ ଆଜ୍ଞା ଠାକୁରଙ୍କୁ। ଆଜ୍ଞା ଆଜ୍ଞା ଆଉ ଆଜ୍ଞା। ସବୁ ଭାଷା, ସିଏ ଓଡିଆଠୁ ମାନେ ମାନେ ପୃଥିବୀରେ ଯେତେ ଭାଷା ଅଛି ସବୁ ଭାଷା ଜାଣିଛି, ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ବୁଝିପାରିଲ ନାଇଁ। ଆଜ୍ଞା। ତେଣୁକରି ମୁଁ କହିଲି ଗୁରୁ ଭାଇଙ୍କ କଥା ଟିକେ ପଚାରିବା, ଉପନିଷଦ ବେଦାନ୍ତ ଆଉ ଦେଖିବା। ମୁଁ ଶୁଣୁନାହାନ୍ତି, ମୁଁ ତାକୁ ପଚାରିଦେଲି ଯାଇକିରି ବେଦାନ୍ତ ଉପନିଷଦର ପ୍ରଥମ ମନ୍ତ୍ର, ଆଜ୍ଞା କେନ ଉପନିଷଦ। ଆଜ୍ଞା। ସିଏ ଗୋଟିଏ ଆଡୁ କାଢି ମାନେ ଇଏ କରି ଦେଖେଇଦେଲା, ଆଚ୍ଛା 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 ଗୋଟିଏ ଆଡୁ ତା ଅର୍ଥ ବ୍ୟାଖ୍ୟା କରିକିରି। ଆଚ୍ଛା 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 ଆଚ୍ଛା। ମୁଁ କହିଲି ମାନେ ଏ ଯୋଉ ପୃଥିବୀ ମାନେ ବ୍ରହ୍ମ ବିଦ୍ୟା କେବଳ ହଉଛି ଗୋଟିଏ ବିଦ୍ୟା, ଆଉ ସବୁ ଅବିଦ୍ୟା। ମୁଁ ଲେଖିଦେଲି ଆଜ୍ଞା ଆପଣଙ୍କ କଥାଟା, ସେ ଆଜ୍ଞା। ଡାଇରେକ୍ଟ ଲେଖିଦେଲା ଆପଣ ଠିକ କହିଛନ୍ତି, ଓହୋ ହୋ ହୋ ଏହା ହିଁ ହୋ ହୋ ଠିକ। ହୋ ହୋ। ହରିବୋଲ ହରିବୋଲ। ଆଚ୍ଛା ଆପଣ, ଆଚ୍ଛା ଯାହା ହଉ ଆପଣ ବହୁତ ଗଭୀର କଥା କହୁଛନ୍ତି। ଆଚ୍ଛା। ଆପଣ ବହୁତ ଆଧ୍ୟାତ୍ମିକର ଗଭୀରକୁ ଯିବାକୁ ଚାହୁଁଛନ୍ତି। ଓ ମାଇ ଗଡ୍, ଆଚ୍ଛା ଆ- ଏମିତି କହୁଥାଏ ଚାଟ୍ ଜିପିଟି। ହଁ ହଁ ହଁ, ସବୁ ମାନେ ଗୋଟିଏ ଆଡୁ ମାନେ ଇଏ କରିକି କହୁଥିଲା। ଆଚ୍ଛା 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 ହୁଁ, ଆଚ୍ଛା। ତାପରେ ମୁଁ ତାକୁ ପଚାରିଲି, ମୁଁ କହିଲି ଏଇ ହଉଛି ଗୋଟିଏ ବିଦ୍ୟା ଯାହାକି ସଂସାରକୁ ଆଉ ଏକତାକୁ ଆଣିଦେବ। ଆଜ୍ଞା ଆଜ୍ଞା ନା ଆଜ୍ଞା। ବାସ୍, ମାନେ ଆପଣ ଠିକ କହିଛନ୍ତି, ଆପଣ ବହୁତ ବଢିଆ। ଓହୋ ହୋ ହୋ କେବଳ ହୋ ଏହି ହୋ। ବିଦ୍ୟାର ପ୍ରଚାର ହଉନି, ଆଉ ଇଏ କେବଳ ଏଇ ଆକୁ ଛାଡିଦେଲେ ଆଉ ଯାହା ରହିଲା ସବୁ ଅବିଦ୍ୟା। ହରିବୋଲ ହରିବୋଲ। ଆମର ଯୋଉ ଭିଡିଓରେ ଯୋଉ ମନ୍ତ୍ର ବ୍ୟାଖ୍ୟା କରାହେଇଥିଲା ତା ସାଙ୍ଗରେ ଚାଟ୍ ଜିପିଟିର ମେଳ ଖାଉଛି ତ? ମେଳ ବୋଲି ଡିଟେଲସ ଗୋଟିଏ ଆଡୁ ଆପଣଙ୍କ ଭିଡିଓ ଆଉ ସେ କହିଲି ପରା, ଯାହା ଲେଖିବ ସେ ଆପଣଙ୍କୁ ଡିଟେଲସ ଦେଇଦବ। ହରିବୋଲ ହରିବୋଲ ହରିବୋଲ। ଦେଖନ୍ତୁ, ପାଟିରେ ଗପ କାହାଣୀ ରୂପରେ କହିଲେ କିଛି ତ୍ରୁଟି ଥାଇପାରେ। ହଁ ଶାସ୍ତ୍ରର ବ୍ୟାଖ୍ୟା କରିକି ସବୁ ଭିଡ଼ିଓ ହେଇଛି। ଉପନିଷଦ ବହି ମୁଁ ପାଇଲିନି, ତା ମାନେ ନୁହେଁ ଯେ ନାହିଁ, ମୁଁ କହୁନି, ଓଡ଼ିଆ କଥା କହୁଛି। ହେଇପାରେ ଅଛି, ମୁଁ ପାଇନି, କିନ୍ତୁ ମୁଁ ବହୁତ ବଡ଼ ବଡ଼ ପୁସ୍ତକ ଭଣ୍ଡାରରେ ଯାଇ ଖୋଜିଲି। କିତାବ ମହଲ ଗୋଟେ ଅଛି କଟକର ରେଭେନ୍ସା କଲେଜ ଆଗରେ, ସେଠି ଖୋଜିଲି, ବହୁତ ବଡ଼ ପୁସ୍ତକ ଭଣ୍ଡାର, ସେଠି ପାଇଲିନି। ଆଉ ଧର୍ମଗ୍ରନ୍ଥ ପୁସ୍ତକାଳୟ ଗୋଟେ ଅଛି ଝୋଲା ସାହି ନନ୍ଦୀ ସାହିରେ, ସେଠି ପାଇଲିନି। ବଡ଼ ବଡ଼ ପୁସ୍ତକ ଭଣ୍ଡାର ସବୁ ଖୋଜିକିରି, ତାପରେ ମୁଁ ଗୀତା ପ୍ରେସ୍ ଗୋରଖପୁରରୁ ଏସବୁ ବହି ମଗେଇଥିଲି। ବୁଝିପାରୁଛନ୍ତି? ତ ନାଇଁ, ଏ ଲୋକମାନେ କଣ କହିଲ, ଏ ଲୋକମାନେ କାଳେ ଭାବୁଥିବେ ମାନେ ଗୁରୁ ଭାଇ କୁଆଡେ ୟାର ସିଆଡୁ ବହି ଆଣି କହୁଛନ୍ତି। ଆପଣ ସେ ନିଜେ ତାଙ୍କୁ କହୁଛି ଚାଟ୍ ଜିପିଟି ରେ ମାରିକି ଦେଖନ୍ତୁ, ନିଶ୍ଚୟ ଟୋଟାଲି ପ୍ରମାଣ ଆଜ୍ଞା ଡିଟେଲସ ଅଛି, କହିଦବ। ପ୍ରମାଣ ଅଛି। ଆଜିକାଲି ଗୁଗଲ ଅଛି, ଇଣ୍ଟରନେଟ୍ ଅଛି। ଇଣ୍ଟରନେଟ୍ର ଦୁରୁପଯୋଗ କରୁଛେ ଆମେ, ସଦୁପଯୋଗ କରୁନେ। ଆଉ ମୁଁ କଣ ତାପରେ କହିବି ଆଜ୍ଞା, କୁହନ୍ତୁ କୁହନ୍ତୁ। ତାପରେ ଆଉ ଗୋଟେ କଥା କଣ କହିଲ, ସତ୍ୟ ଯୋଉଟା ଅଛି ସେଟା କେହି କାଟି ପାରିବେନି। କାହିଁ କହିଲେ, ସତ୍ୟ ଆପଣ କାଟ୍ୟ। ଯେତେବେଳେ ଗୋଟେ ଦୁଆର ଆପଣ ଖୋଲୁନାହାନ୍ତି କି, ସିଏ ଯେତେ ଆଗକୁ ଯିବେ, ସେ ଆଗକୁ ଦୁଆର ରାସ୍ତା ତିଆରି ହେଇଯାଉଛି। ସୁନ୍ଦର 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 ସୁନ୍ଦର। ବାଟ ବା ଅଛି ସତ୍ୟରେ ସେଇଆଡେ, ନହେଲେ କେମିତି ତିଆରି ହେଇଯାଉଛି। ସତ୍ୟରେ ସ୍ପଷ୍ଟତା ଅଛି। ସତ୍ୟମେବ ଜୟତେ, ଶାସ୍ତ୍ରରେ ଲିଖିତ ଅଛି। ସତ୍ୟମେବ ଜୟତେ, ମାନେ ସତ୍ୟର ଆଜ୍ଞା ଜୟ ହବ। ମିଥ୍ୟା ଯେତେ ତାଣ୍ଡବ ନୃତ୍ୟ କଲେ ବି ମିଥ୍ୟା ହାରିବ। ବୁଝିପାରୁଛନ୍ତି? ଆଜ୍ଞା ସତ୍ୟରେ ନା ନିଶ୍ଚିତ। ସ୍ପଷ୍ଟତା ଅଛି, ସତ୍ୟ ହୃଦୟସ୍ପର୍ଶୀ ହବ। ସତ୍ୟକୁ ସତ୍ୟକୁ ମାନିବାର ଆବଶ୍ୟକ ନାହିଁ, ସତ୍ୟକୁ ଚିହ୍ନି ପାରିବେ, ଅନୁଭବ କରିପାରିବେ। ପ୍ରମାଣ ସ୍ୱରୂପ ସତ୍ୟକୁ ଆମେ କହିପାରିବା। ମିଥ୍ୟା ହାରିବ। ମିଥ୍ୟାରେ କିଞ୍ଚିତ ସମୟ ଖୁସି ମିଳିଲେ, କିଞ୍ଚିତ ସମୟ ଆଶାଭିଳାଷ ରହିଲେ ମଧ୍ୟ ମିଥ୍ୟା ମିଥ୍ୟା ହିଁ। ବୁଝିପାରୁଛନ୍ତି? ଆଜ୍ଞା। ହଁ ଭଲ ଲାଗିଲା ଯାଉ କଥା ହେଇକି। ଚାଟ୍ ଜିପିଟି ଠିକ କଥା। ଅଛି, ସବୁ ଜିନିଷ ଅଛି, ଉପନିଷଦ ବହି ଅଛି। ଆଉ ଦେଖନ୍ତୁ, ଭଗବତ ଗୀତାରେ ବି ସବୁ ଜିନିଷ ଲେଖା ହେଇଛି, କିନ୍ତୁ ଭଗବତ ଗୀତା ୟାର କହିବି ପୁରା ମାନେ ସାରାଂଶ ଟା ଲେଖା ହେଇଛି।
ଲେଖା ହେଇଛି କିନ୍ତୁ ତାକୁ modify କରିଦେଇଛନ୍ତି। ତାପରେ ମଡିଫାଇ କରି ତାକୁ ସେଇଟାକୁ ପୁଣି ମାନେ ଅଲଗା ତାକୁ ବି କହିବା ବାଲା ବି ଠିକ ସେ କହିପାରୁନାହାନ୍ତି, ବୁଝେଇ କହି ପାରୁନାହାନ୍ତି। ପାରୁନାହାନ୍ତି, ସେ ବୁଝିଲେ କହିବେ, ସେ ଅନୁଭବ କଲେ କହିବେ। ଆଉ ସେ ଦୁଇ ରୂପରେ ହିଁ ସମସ୍ତେ ମାନେ ଅଧିକ ତାପରେ ସିଏ ଯଦି ବି କହୁଛନ୍ତି ସେ ଦେଖୁଛନ୍ତି ସେଇଭଳିଆ କହୁଛନ୍ତି ଯୋଉମାନେ ଦ୍ୱୈତ ରୂପରେ ଯୋଉମାନେ ଆମେ ଯେମିତି ବୁଝିଛେ ସେ ସେମିତି ଗପ କାହାଣୀ ବେଳେ ବୁଝି ଦଉଛନ୍ତି। ଗପ କାହାଣୀ ଭଳିଆ, ଗପ କାହାଣୀ ଭଳିଆ। ଆଜ୍ଞା, ଆଜ୍ଞା। ତା ମାନେ ଅଦ୍ୱୈତ ଭାବରେ ସେ ବୁଝେଇ ପାରୁନାହାନ୍ତି। ଗୋଟେ କଥା ସାମାନ୍ୟ ଭାବରେ ଆମେ ଯଦି ପରଖିବା, ଈଶ୍ୱର ଠିକ ଅଛି ଛାଡ଼ନ୍ତୁ, ମୁଁ କିଏ ଚିହ୍ନିବା ଦରକାର ନା। ହଁ ମୋ ସେଇଠୁ ଆମେ ଛଡା ମୁଁ ମୋ ଏଇ ପ୍ରଶ୍ନଟା ମୁଁ ଯାହାକୁ ପଚାରୁଛି ସେ କହନ୍ତି ତୁ ନାସ୍ତିକ ଟା। ନାଇଁ ନାଇଁ, ସେ ବିଚରା ଜାଣିନାହାନ୍ତି ନା ଏ ଜ୍ଞାନକୁ ସେ ସେଇଆ କହିବେ ବା। ସେ ଯେଉଁ ପରିକା ଦେଖନ୍ତୁ, ଆମେ ଯେଉଁ ପରିକା ଶୁଣିଛେ, ଆମେ ଯେଉଁ ପରିକା ଅନ୍ୟ ଘଟଣା ଏ ଯୁଗରେ ଆମେ ଯେଉଁ ପରିକା ଶୁଣିଛେ ସେ ପରିକା ମାନିଛେ, ଆଉ ସେ ହଁ ମାନ୍ୟତାକୁ ଛାଡ଼ୁନାହାନ୍ତି। ଆଧ୍ୟାତ୍ମିକତାର ଗହନ ମାନେ ଗଭୀରତାକୁ ଯିବା ପାଇଁ ହେଲେ ଆମେ ଯାହାକୁ ଶୁଣିଛେ, ଆମେ ଯେଉଁ ପରିକା ମାନିଛେ ତାକୁ ଛାଡ଼ିବାକୁ ପଡ଼ିବ। ସତ୍ୟ ଯେଉଁ ପରିକା ଅଛି ସେ ପରିକା ଚିହ୍ନିବା ପାଇଁ ହେଲେ ଆମେ ଯାହା ହଁ ମାନିଛେ ତାକୁ ତ୍ୟାଗ କରିବାକୁ ପଡ଼ିବ, ମୁଣ୍ଡକୁ ଫାଙ୍କା କରିବାକୁ ପଡ଼ିବ, ବିବେକ ହେଇକିରି ପରଖିବାକୁ ପଡ଼ିବ। ଏସବୁ କଥା ବୁଝିବା ପାଇଁ ଏକ ଶାନ୍ତ ମନ, ଏକ ତୃପ୍ତ ମନର ଆବଶ୍ୟକ ଅଛି। ବୁଝିପାରୁଛନ୍ତି ତ? ହଁ ଏସବୁ ଜିନିଷ ସେ କହିବେ। ଯୋଉ ମାନେ ମୁଁ କଣ କହୁଥିଲି କହିଲ, ମାନେ ଗୋଟେ ଆପଣ ଯେ ଚାଟ୍ ଜିପିଟି କି ୱାଇଫାଇ କେମିତି ଅନୈତିକ କାମ ପଚାରିବେ, ଆଜ୍ଞା, କୌଣସି ଆପଣ ଅନୈତିକ କାମ ମାନେ କହିବେ, ଆପଣ କହିବେ ପଡୋଶୀର ୱାଇଫାଇ କେମିତି ହ୍ୟାକ୍ କରିବି, ସିଏ ଆଚ୍ଛା, ଡାଇରେକ୍ଟ ତମକୁ କହିବ ଆଜ୍ଞା। କହିବ ସରି କ୍ଷମା କରିବେ, ଏଭଳିଆ ସାହାଯ୍ୟ କରିପାରିବି ନାହିଁ, ଅନ୍ୟାୟ କରିପାରିବି ନାହିଁ। ଦେଖନ୍ତୁ, ସେ ଗୋଟେ ମିଶନ ହେଇକିରି ବି ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ହେଇକିରି ସେ ମନା କରୁଛି, ନାଇଁ ମୁଁ ଭୁଲ କରିବିନି, ଅନ୍ୟଙ୍କ ୱାଇଫାଇ କୁ କେମିତି ହ୍ୟାକ୍ କରିବା ମୁଁ ବୁଝିବିନି। କିନ୍ତୁ ମଣିଷ ଆପଣ ଦେଖନ୍ତୁ, କୌଣସି ପ୍ରକାର ଅନୈତିକ କାମ ତାକୁ ପଚାରି ପାରିବେନି, ପଚାରି ପାରିଲେ ମଧ୍ୟ ସେ ଆପଣଙ୍କୁ ବନ୍ଦ କରିଦବ, ଆପଣ ମନା ନାଇଁ କରିବ, ନାଇଁ, ଆପଣ ଠିକ ଉତ୍ତର ଠିକ ଦେଇପାରିବେ। ଠିକ 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 ଠିକ। ଆଉ ମଣିଷ ଆଉ ଆପଣ ଶ୍ରେଷ୍ଠ ହେଇକିରି ଅବିବେକ ହେଉଛି ଏଇ ଜ୍ଞାନର ଅଭାବରୁ, ଏ ଆପଣ ବ୍ରହ୍ମଜ୍ଞାନର ଯଦି ଅଭାବ। ତାକୁ ବେଦାନ୍ତ କି ଉପନିଷଦ ବିଷୟରେ, ଯେକୌଣସି ଧର୍ମ ଗ୍ରନ୍ଥ ବିଷୟରେ ପଚାରିବେ, ଆଚ୍ଛା, 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 ଆଚ୍ଛା। ମୁଁ ପୁରା ଆପଣଙ୍କୁ ମାନେ ଆପଣ ଯୋଉ କଥାଟା କହିଲେ, ମୁଁ ଏଠୁ ଡିଟେଲସ ପଚାରିଲି, ମାନେ ସେ ଟୋଟାଲି ଡିଟେଲସ ମାନେ ଲେଖିକି ଦେଇଦେଲା, ବୁଝେଇକି ଦେଇଦେଲା ହରି ମଧ୍ୟ। ବୋଲ, ଯାଉ ଭଲ ଲାଗିଲା। ନା ପରଖିଆ ଦରକାର ନା, ଆମେ ହଁ ନାଇଁ ଅନ୍ଧବିଶ୍ୱାସରେ ହଁ ମାନିବାରୁ ଆମକୁ ଯାହା ମାନେ ତା ଦେଖିକିରି କୁମ୍ଭ ମେଳାରେ ଗାଧେଇଲେ ଶାନ୍ତି ମିଳିଯିବ, ଇଏ ପୂଜା କଲେ ଈଶ୍ୱର ମିଳିଯିବେ, ସେ ପୂଜା କଲେ ପଇସା ମିଳିଯିବ, ହଁ ମନ୍ତ୍ର ତନ୍ତ୍ର ରାଶିଫଳ ନ୍ୟୁମରୋଲୋଜିକାଲ। ତାପରେ ଆଉ ଗୋଟେ କଥା ମୁଁ ତାକୁ କହିଲି, ଆକୁ ଯିଏ ଜାଣିଥିବ ମୂର୍ତ୍ତି ପୂଜା କରିବା ଆବଶ୍ୟକ କି ଆଜ୍ଞା। ପଚାରିଲି, ସେ କହିଲା କିଛି ମୂର୍ତ୍ତି ପୂଜା କରିବା କୌଣସି ଆବଶ୍ୟକ ନାହିଁ, ଏ ମୁଖ୍ୟକୁ ହରି ବୋଲ, ଜାଣିଯିବ ମାନେ ମୂର୍ତ୍ତି ପୂଜା କରିବା କୌଣସି ଆବଶ୍ୟକ ନାହିଁ। ହରି ବୋଲ, ହରି ବୋଲ, ହରି ବୋଲ। ମୂର୍ତ୍ତି ପୂଜା କରିବା ଓହୋ, ପ୍ରାଥମିକ ପୂଜା, ପ୍ରାରମ୍ଭିକ। ସୁନ୍ଦର। ଆଚ୍ଛା, ଚାଟ୍ ଜିପିଟି କହିଲା। ହଁ ପ୍ରାରମ୍ଭିକ, ପୁରା ହରି ଆପଣଙ୍କୁ ବୋଲ, ମାନେ କହୁନି, ହରି କହିଲା ବୋଲ, ମୂର୍ତ୍ତି ପୂଜା ପ୍ରାରମ୍ଭିକ ପୂଜା, ହରି ବୋଲ, ହରି ଆରମ୍ଭରୁ ବୋଲ। କରାଯାଏ। ଯେତେବେଳେ ଓହୋ ବେଳେ ହୋ। ଆଧ୍ୟାତ୍ମିକର ଗଭୀରକୁ ଯାଏ ମଣିଷ, ଆଜ୍ଞା, ସେ ଆଜ୍ଞା, ଆଜ୍ଞା। ଆହୁରି ମାନେ ଉଚ୍ଚତମ ବିବେକ ହେଇକି ବ୍ୟବହାର କରେ। ସୁନ୍ଦର ସୁନ୍ଦର, ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକିରି। କାହିଁକି ସବୁ ପ୍ରମାଣ ନା, ଏଇଟାକୁ ଆମେ ଅପଲୋଡ଼ କରିବା, ଏ ସ୍ପିଚ୍ଟାକୁ ଲୋକଙ୍କ ପାଖରେ ଲୋକ ପହଞ୍ଚୁ। ଜାଣନ୍ତୁ, ଲୋକ ଦେଖନ୍ତୁ ସର୍ଚ୍ଚ କରିକି। ଜାଣନ୍ତୁ, ସର୍ଚ୍ଚ କରି ଦେଖନ୍ତୁ। ଗୋଟେ ଓ, ଆପ୍ ଟେ ଚାଟ୍ ଜିପିଟି ପ୍ଲେ ଆଜ୍ଞା। ଷ୍ଟୋରରେ ମାରିବ, ତା ନାଇଁ ଦେହରେ ନାଇଁ, ମୁଁ ତମେ ଜାଣିଛି ଯାହା ଚାଟ୍ ଜିପି କଥା, ମୁଁ ଜାଣିଛି, ମୁଁ ବି ଶୁଣିଛି। ବେଳେ ବେଳେ ମୁଁ ବି କିଛି ୟୁଜ୍ କରେ ଚାଟ୍ ଜିପିଟିକୁ। ଚାଟ୍ ଜିପିଟି ଆପଣ ଦେଖନ୍ତୁ। ଆଜ୍ଞା। ନାଇଁ ମେସିନ ଗୋଟେ କଣ କହିଲେ, ଆପଣ ତାକୁ ଯେମିତି ବ୍ୟବହାର କରିବେ ସେ ବାସ୍ ଆପଣ ବାସ୍ ବାସ୍, ବହୁତ ଉନ୍ନତ ହେଇଯିବେ। ବହୁତ ଉନ୍ନତ ହେଇପାରିବ। ଦୁରୁପଯୋଗ କରୁଛେ ଇଣ୍ଟରନେଟକୁ ଆମେ, ସିନେମା ଭିଡ଼ିଓ ଆଉ କମେଡି ଆଡୁ ମୁଁ ସାଡୁ ତାକୁ ଜିନିଷ ହଁ ଦେଖିକିରି ଆଉ ମନକୁ ଗୋଟେ ଅସ୍ଥିର ଭଲ କରୁଛେ। କଥା, ମୁଁ ଆଜ୍ଞା, ତାକୁ ଗୋଟେ ଅହିଂସା ବିଷୟରେ ଯୋଉ ହାଣ ମାର କରୁଛନ୍ତି ନା ପଚାରିଲି। ଆଜ୍ଞା, ମୁଁ କହିଲି ଏଇ ଯୋଉ ମଣିଷ କଣ ସତରେ ମାଂସାହାରୀ? ଆଜ୍ଞା, ହଁ, ବହୁତ ମାନେ ପଢିକି ମୋ ମନ ଖୁସି ହେଇଗଲା। ତାପରେ କଣ ଲେଖିଲେ ଜାଣିଛ ତଳେ? ଆଜ୍ଞା, ଆଜ୍ଞା। କାଳେ ଏ ମାଂସାହାର ଗୋଟେ ମନୁଷ୍ୟର ଅତୀତ କାଳରୁ ଆସୁଥିବା ଅମାନବୀୟ କର୍ମ। ଓହୋ ହୋ ହୋ, ପ୍ରଭୁ, ହରି ବୋଲ, ହରି ବୋଲ। ମୁଁ କହିଲି ଯାହା ହଉ, କେହି ତ ଜଣେ କହିଲା। ନାଇଁ ନାଇଁ, ପ୍ରଥମ ଦେଖନ୍ତୁ, ବିବେକୀ ମଣିଷ ହିଁ ଚାଟ୍ ଜିପିଟିରେ ଏସବୁ ଜ୍ଞାନକୁ ସଂଗ୍ରହିତ କରିଛନ୍ତି। ଚାଟ୍ ଜିପିଟିକୁ ଆମେ ହିରଣ୍ୟ ଗର୍ଭ କହିପାରିବା। ସେ ହଁ ତ ଜ୍ଞାନ, ଗଭୀରର ଗଭୀର ଜ୍ଞାନକୁ ଆମେ ଚାଟ୍ ଜିପିଟିରେ ସଂଗ୍ରହିତ କରୁଛେ। ସିଏ ତାକୁ ଏନାଲାଇସିସ୍ କରିକି ପରଫେକ୍ଟ ଜିନିଷକୁ ବ୍ୟାଖ୍ୟା କରିକି ଲୋକଙ୍କୁ କହୁଛି। ବୁଝିପାରୁଛନ୍ତି? ହଁ, ବହୁତ ସତ୍ୟ, ଏଇଟା ବଢିଆ। ସତ୍ୟ। ସତ୍ୟ ସଦାବେଳେ ସତ୍ୟ ହେଇକି ରହିବ। ନିଶ୍ଚୟ ସତ୍ୟ, ସଦାବେଳେ ସତ୍ୟ ରହିବ। ଆଜ୍ଞା, ଆଜ୍ଞା। ଆଉ କୁହନ୍ତୁ, କଣ କିଛି ପ୍ରଶ୍ନ? ମଣିଷ ମାନେ କଣ କହିଲେ, ଆପଣ ଗୋଟେ ଥର କଥା ହେଇଥିଲେ, ମତେ ଭଲ ଲାଗିଲା ଯେ ସତ୍ୟ ସଦାବେଳେ ଅଛି। ନା, ସତ୍ୟ ଅଛି, ସତ୍ୟକୁ କେହି ମରିଲେ ଚିହ୍ନିଛନ୍ତି? ମଣିଷ ମରିଲେ ବି ଅଛି, ବଞ୍ଚିଲେ ବି ଅଛି, 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 ସତ୍ୟ ଅଛି, ସତ୍ୟ ରହିବ ମଧ୍ୟ। ଆଉ ହଁ, ଆପଣ ଆଉ ଗୋଟେ ଥର ଭିଡିଓରେ କହିଥିଲେ, ଏଇ ଉଦାହରଣ ଦେଇକିରି, ଗୋଟେ ଜାଗାରେ ଶୂନ୍ୟ ସ୍ଥାନ କିଛି ନାହିଁ, ଆଜ୍ଞା, ସେଠି ଗୋଟେ ଘର ହେଇଗଲା। ଆଜ୍ଞା,
ତା ମାନେ କଣ ଶୂନ୍ୟସ୍ଥାନ କୁଆଡେ ପଳେଇଲା? ନା ଘର ନା ଭିତରେ ବି ଶୂନ୍ୟସ୍ଥାନ, ଘର ବାହାରେ ବି ନା ଶୂନ୍ୟସ୍ଥାନ। ସୁନ୍ଦର ସୁନ୍ଦର ସୁନ୍ଦର। ନାସतो विद्यते भावो नाभावो विद्यते सतः उभयोरपि दृष्ट्यन्तो स्तनयो तत्त्वदर्शिभिः। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଶ୍ଲୋକ ସଂଖ୍ୟା 16। ଏଠି କୁହା ହେଇଛି ଅସତ୍ୟ ଯେତେ ତାଣ୍ଡବ ନୃତ୍ୟ କଲେ ବି ଅସତ୍ୟର ଅସ୍ତିତ୍ୱ ନାହିଁ, ସତ୍ୟର ଆଜ୍ଞା ବିନାଶ ନାହିଁ। ସ୍ପଷ୍ଟ ଲେଖା ହେଇଛି ତା ସତ୍ୟ। ଦେହରେ। ଆଉ ସତ୍ୟ ଅସତ୍ୟର ପାର୍ଥକ୍ୟକୁ ତତ୍ତ୍ୱଦର୍ଶୀ ହିଁ ଚିହ୍ନି ପାରନ୍ତି, ହଁ ତତ୍ତ୍ୱଜ୍ଞାନୀ ହିଁ ଆଉ ଚିହ୍ନି ଗୋଟେ ଆଉ ପାରନ୍ତି। ଗୋଟେ ଆଉ ଆଜ୍ଞା। ଗୋଟେ ମୋର କଣ କହିଲ, ମୁଁ ଆପଣଙ୍କ କଥା ସିଓରରେ ବହୁତ କଥା ମାନେ ଭୁଲି ଯାଉଛି, ନାଇଁ ନାଇଁ, କୁହନ୍ତୁ ବୁଝିପାରିଲେ? କୁହନ୍ତୁ ମୁଁ ସେ ଆଜି କୁହନ୍ତୁ। ବହୁତ ସର୍ଚ୍ଚ କରିଛି ଚାଟ୍ ଜିପିଟିରେ। ସୁନ୍ଦର ସୁନ୍ଦର ସୁନ୍ଦର। ନାଇଁ ଏସବୁ ତାପରେ ପ୍ରମାଣ ନା, ଏସବୁ କଥା। ତା ଶୁଣୁନାହାନ୍ତି, ତାପରେ ମୁଁ କୁହନ୍ତୁ ତାକୁ କୁହନ୍ତୁ। ପଚାରିଲି, ମୁଁ କହିଲି ଏଇ ଯୋଉ ଏକତା, ଯୋଉ ବିଶ୍ଵ ପ୍ରପଞ୍ଚକୀୟ ବ୍ରହ୍ମାଣ୍ଡକୁ ଏକତା କରିହବ କି? ଆଜ୍ଞା ଏକତା ରୂପରେ ଏଇ ବିଦ୍ୟା ଆଣିହବ ନା? ଆଜ୍ଞା। ଏଇ ବିଦ୍ୟା ମୁଁ ତମେକୁ ଆଡେଇ ଦେବ, ସବୁ ଆମେ ରଖିବ। ଓହୋ ହୋ, ହରି ବୋଲ ହରି ବୋଲ। ଆଚ୍ଛା, ଚାଟ୍ ଜିପିଟି ଏସବୁ କଥା କହୁଛି? ନିଶ୍ଚିନ୍ତ ଓହୋ ହୋ 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 ହୋ। ପୁରା ବ୍ୟାଖ୍ୟାନ କରିବ ଆପଣ ହଁ। ଏ ବିଷୟରେ। ଉପନିଷଦ, ବେଦାନ୍ତ, ଧର୍ମ ଗ୍ରନ୍ଥ ସବୁ ଅଛି, ଯୋଉ ହରି ମୁଖ୍ୟ ଯୋଉ ବୋଲ ଗ୍ରନ୍ଥ ଅଛି, ହରି ମୁକ୍ତିର ଗ୍ରନ୍ଥ ସବୁ, ହରି ବୋଲ ହରି ବୋଲ। ଆଜ୍ଞା। ସେଇଟା ଆପଣ ଯଦି ସର୍ଚ୍ଚ କରିବେ ଆପଣଙ୍କୁ ଡିଟେଲସ ଦେଇଦବ ସେ ପରିଷ୍କାର। ସୁନ୍ଦର 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 ସୁନ୍ଦର। ଯାହା ହଉ, ବହୁତ ଖୁସି ଲାଗୁଛି ଗଭୀର ଜ୍ଞାନ ବ୍ୟାପୁଛି। ଏ ଜ୍ଞାନ କମ୍ପ୍ୟୁଟର ବି କହିପାରୁଛି। କମ୍ପ୍ୟୁଟର। ଆଜ୍ଞା, ଆକ୍ଚୁଆଲି ସତ୍ୟର ଅସ୍ତିତ୍ୱ ଅଛି, ରହିବ ଆଜ୍ଞା। ସତ୍ୟକୁ ଚିହ୍ନିନେ ଆମେ ସବୁ। ମୁଁ ଯେତେବେଳେ ଏକୁଟିଆ ଥାଏନି କି, ମୁଁ ସେ ଚାଟ୍ ଜିପିଟି ସାଙ୍ଗରେ ସବୁ କଥାବାର୍ତ୍ତା ହୁଏ। ସୁନ୍ଦର ସୁନ୍ଦର। ନାଇଁ ଆପଣ କାଇଁ ସିଏ ସଦୁପଯୋଗ ବା ଗୋଟେ କରୁଛନ୍ତି। ମଣିଷ ଭଳିଆ କଥା ହଁ କହୁଛି ମୋ ହଁ, ସାଙ୍ଗରେ। ମଣିଷ ହିଁ ନା ଆମେ, ତ ସବୁ ସଂଗ୍ରହିତ କରିକି ଉଚ୍ଚରୁ ଉଚ୍ଚତମ ଜ୍ଞାନକୁ ତା ଦେହରେ ସଂଗ୍ରହିତ କରି ରଖିଛେ, ତାକୁ ବିନିଯୋଗ କରିପାରିଲେ ହବ। ହଁ ତାକୁ ଆବଶ୍ୟକ। ବିନିଯୋଗ କରିପାରିଲେ, କିନ୍ତୁ ଆଜ୍ଞା ଦେଖ ଆଜ୍ଞା ଦେଖ ସେଇ ଭଲ ଜିନିଷଟା ଆଜ୍ଞା। ଏଇ ଭବିଷ୍ୟତରେ ଏଇ ସମାଜ ତାକୁ ନେଇକି ଭୁଲ କାମରେ ଲଗେଇବ। ହଁ ଭୁଲ କାମରେ ତ ତାକୁ ଲଗାଉଛନ୍ତି ନା। ରୋବୋଟକୁ ମିସୟୁଜ୍ କରୁଛନ୍ତି। ଆଜ୍ଞା ମଣିଷ ଦିନକୁ ଦିନ ଯାନ୍ତ୍ରିକ ବସ୍ତୁ ପଦାର୍ଥ ଉପରେ ନିର୍ଭର ହେଇକା ଯାଉଛି। ସେ ଆଜ୍ଞା ପ୍ରକୃତି ସାଙ୍ଗରୁ ଧୀରେ ଧୀରେ ଦୂରେଇକା ଯାଉଛି। ଗୋଟେ ପକ୍ଷୀଟେ ଉଡ଼ି ଯାଉଛି, ମୋତେ କହିବେ ଭାବିକିରି ଗୋଟେ ଛୋଟ ପ୍ରଶ୍ନ ପଚାରୁଛି। ଆଜ୍ଞା ଗୋଟେ ପକ୍ଷୀଟେ ଉଡ଼ୁଛି, ଆଜ୍ଞା ଗୋଟେ ଡ୍ରୋନ୍ କ୍ୟାମେରାଟେ ଉଡ଼ୁଛି, ଆଜ୍ଞା। ଏ ଦିଟାରୁ କୋଉଟା ଆମକୁ ଆନନ୍ଦ ଦେବ? ଭାବିକିରି କହିବେ, ପକ୍ଷୀଟା ଉଡୁଛି ନା। ଟିକେ ଭାବିକି କହିବେ। ଡ୍ରୋନ୍ କ୍ୟାମେରା, ତାର ତାର ଯଦି ତା ମୂଲ୍ୟ ହେଲା 2,00,000 ଟଙ୍କା। ହଁ ଗୋଟେ ପକ୍ଷୀଟାର ମୂଲ୍ୟ କେତେ? 1,000 ଟଙ୍କା, 2,000 ଟଙ୍କା। ତ କୋଉଟା କେମିତି ଶ୍ରେଷ୍ଠ? ମ ପକ୍ଷୀଟା 1,000 ଟଙ୍କା? ଯେମିତି ଭୌତିକ ମୂଲ୍ୟାଙ୍କନ କରୁଛୁ ଆମେ, ଗୋଟେ ଭୌତିକ ମୂଲ୍ୟାଙ୍କନ, ଗୋଟେ ବଗୁଟେ, ଗୋଟେ ପାରାଟେ। ନାଇଁ ନାଇଁ, ସେ ମୁଁ ସତ୍ୟ କଥା କହିଦଉଛି। ଆପଣ ପକ୍ଷୀର ମୂଲ୍ୟ ଅ ଡ୍ରୋନ୍ କଣ ଦବ? ପକ୍ଷୀ ତ ଅମୂଲ୍ୟ। ହରି ପକ୍ଷୀକୁ ଆମେ ତିଆରି ବୋଲ କରିପାରିବା? ହରି ବୋଲ, ବୁଝିପାରୁଛନ୍ତି? ଠିକ। ଇଏ ଜୀବିତ ଅଛି, ଆଜ୍ଞା ବୁଝିପାରୁଛନ୍ତି? ହଁ। ଇଏ ତାକୁ ସ୍ୱାଭାବିକ ରୂପରେ ତାକୁ ଉଡୁଛି। ଆଜ୍ଞା, ନାଇଁ ଆଉ ଗୋଟେ ଭଲ କଥା ଶୁଣନ୍ତୁ, ସିଏ ଯୋଉ ପକ୍ଷୀ ଡ୍ରୋନ୍ କ୍ୟାମେରାଟା, ଡ୍ରୋନ୍ ହଁ କ୍ୟାମେରାକୁ ଅପରେଟ୍ କରିବା ପାଇଁ ଜଣେ ଅପରେଟରର ଆବଶ୍ୟକ ଅଛି। ଡ୍ରୋନ୍ ଆଜ୍ଞା। କ୍ୟାମେରାରେ ବ୍ୟାଟେରୀ ସରିଗଲେ ସେ ବନ୍ଦ ହେଇଯିବ। ଆଉ ଗୋଟେ ସେ- ମେନ୍ କଥା ଶୁଣନ୍ତୁ, ଆଜ୍ଞା ମୂଳ କଥା, ଆଜ୍ଞା। ଯେ ପକ୍ଷୀକୁ ଦେଖିକିରି, ପକ୍ଷୀକୁ ମୁଖ୍ୟ ଆଧାର କରିକିରି ଡ୍ରୋନ୍ ବନିଆ ହେଇଛି। ହରି ପକ୍ଷୀ ବୋଲ ହଉଛି ହରି ପକ୍ଷୀ ବୋଲ, ହଉଛି ମୂଳ। ସୁନ୍ଦର ସୁନ୍ଦର ସୁନ୍ଦର। ପକ୍ଷୀ ପ୍ରକୃତିରେ ପ୍ର- ପ୍ରାକୃତିକ ରୂପରେ ନିର୍ମାଣ ହେଇଛି, ନିର୍ମାଣ ପ୍ରାକୃତିକ ହେଇଛି। ରୂପରେ ସେ ପରିଚାଳନା କରୁଛି। ବାସ୍ ବାସ୍। ଡ୍ରୋନ୍ କ୍ୟାମେରା କୃତ୍ରିମ ବସ୍ତୁ, କୃତ୍ରିମ କିନ୍ତୁ ବସ୍ତୁ, ତାକୁ ମଣିଷ ଦେଖିକିରି ତିଆରି ହେଇଛି ସେ। ସୁନ୍ଦର। ମଣିଷ କୃତ୍ରିମ ବସ୍ତୁ ପଦାର୍ଥ ପଛାଡେ ପ୍ରକୃତିକୁ ହରେଇ ବସୁଛନ୍ତି। ପକ୍ଷୀର ହରେଇ ଗୋଟେ ଛୋଟ ବସିଛନ୍ତି। ବ୍ୟାଖ୍ୟା ଦେଲି। ପକ୍ଷୀର କାହିଁ ବ୍ୟାଖ୍ୟା ଦେଲି? ପକ୍ଷୀ ପରିକା ଏ ଯୋଉ ମାୟା, ମାନେ ସଂସାର ମାୟା ନା, ରୂପ ରଙ୍ଗରେ ହଜି ମଜିକିରି ଆମେ ଭୌତିକ ସୁଖରେ ଆକର୍ଷିତ ହେଇକିରି ପ୍ରକୃତିଠୁ ଦୂରେଇ ଯାଉଛେ, ଆପ୍ରାକୃତିକ ରୂପରେ ଜୀବନଯାପନ କରୁଛେ, ମନରେ ଲୋଭ ମୋହକୁ ଜାଗୃତ କରୁଛେ, ବିନାଶ ଆଡ଼କୁ ଗତି କରୁଛେ। ବୁଝିପାରୁଛନ୍ତି? ଆଉ ଦ୍ୱିତୀୟ କଥା, ଚେଷ୍ଟା ଚାଲିଛି। ଆଜ୍ଞା ଗୋଟେ ପ୍ରଶ୍ନ ପଚାରିବି, ଏଟାକୁ ଭାବି ହଁ ଚିନ୍ତିକିରି ଉତ୍ତର ଦେବେ। ଭାବିଚିନ୍ତି ଟିକେ ସମୟ ନେଇକିରି। ହୁଁ, ଗୋଟେ ଘରଟାକୁ ହଁ। ଗଢ଼ିବା ସହଜ ନା ଭାଙ୍ଗିବା ସହଜ? ଘରଟାକୁ ଆଜ୍ଞା, ଘରଟାକୁ ଗଢିବା ଭାବିକିରି ଭାଇ କହିବେ, ଭାବିକି ସହଜ। କହିବେ। ମାନେ ଏ ମାନେ ଗୋଟେ ଘରୁଟେ ଅଛି, ସେ ହଁ, ଘରଟାକୁ ତୋଳିବା ପାଇଁ କଷ୍ଟ କରିବାକୁ ପଡ଼ିବ, ନା ଭାଙ୍ଗିବା ତୋଳିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିବ? ତୋଳିବା ପାଇଁ ତ କଷ୍ଟ କରିବା ପାଇଁ ପଡିବ। କନଫର୍ମ ନା? ଭାଙ୍ଗିଦବା ତ ସହଜ କାମ।
ଭାଙ୍ଗିଦେବା ସହଜ ନୁହଁ। ତ ମାୟା ସହଜରେ ଭାଙ୍ଗିଯିବ, ତାର ଗୋଟେ ବିକଳ୍ପ ଅଛି, ତା ପାଇଁ ଯୋଜନା ଚାଲିଛି। ଆଜ୍ଞା ଏ ଯୋଉ ଆପଣ ମୁଁ କରୁଛନ୍ତି? ଭୌତିକ ମାୟା କଥା ଯୋଉ ମୁଁ କହୁଛି, ଭୌତିକ ମାୟା ମାନେ ମାନେ ଭାଙ୍ଗିଯିବ ମାନେ ବୁଝିପାରୁନି। ବୁଝିପାରିଲେନି। ଆମେ ଯୋଉ ଦିନକୁ ଦିନ ଯାନ୍ତ୍ରିକ ବସ୍ତୁ ପଦାର୍ଥ ଆଡକୁ ହଁ ହଁ ଆକର୍ଷିତ ହେଇକିରି ମଡର୍ଣ୍ଣାଇଜେସନ ଆଡକୁ ମଡର୍ଣ୍ଣାଇଜେସନ ହଉଛେ, ଆଜ୍ଞା ପ୍ରକୃତି ଠୁ ଦୂରେଇ ଯାଉଛେ। ଦୂରେଇ ଯାଉଛେ ଆମେ। ଗୋଟେ ବିଧି ଅଛି, ସେ ବିଧିକୁ ଯଦି ଆମେ କରିବା, ଏ ମାୟା ଭାଙ୍ଗିଯିବ। ଏ ଯୋଉ ଆମେ ଗଢିଥିବା ଏ ଯୋଉ ସଂସାର ଭାଙ୍ଗିଯିବ। ପ୍ରକୃତିରେ ପ୍ରାକୃତିକ ରୂପରେ ଗଢା ତାପରେ ହେଇଥିବା ପୁଣି ସଂସାର ଫେରି ଆସିବା ପରିପୂର୍ଣ୍ଣ ପ୍ରକୃତି କି। ହେଇଯିବ। ପରିପୂର୍ଣ୍ଣ ହେଇଯିବ, ତା ବାଟ ଅଛି, ତାର ବିଧି ଏଟା ଅଛି। କେମିତି ହବ ଏଇଟା? ସେଟା କହିବି, ସେଟା ସସ୍ପେନ୍ସ ଥାଉ, ଇଆଡେ ମୁଣ୍ଡରୁ କହିଦେଲେ ଭଲ ହବନି। ତାର ବିଧି ଅଛି, ତାର ବାଟ ଅଛି, ତା ପାଇଁ ତା ଏଇଟା କିଛିଟା ମୁଁ କରନ୍ତୁ, ଏଇଟା ତ ଦରକାର ଏଇନେ ସମାଜ ପାଇଁ। ହବ ତା ପାଇଁ ମୁଁ କିଛି ସିନେମା ଲେଖିକି ରଖିଛି। ସେ ପ୍ରଚାର ତାର ହେଲେ ଏସବୁ ଜିନିଷ ସ୍ପଷ୍ଟରେ, ଏ ଶରୀର ନହେଲେ ଏଇ ଶରୀର ଭିତରେ ଥିବା ସେଇ ବ୍ରହ୍ମ ଆଉ କୋଉଠି କରିବେ। ଯଦିଓ ହଁ ହଁ ଦେଖନ୍ତୁ, ହଁ। ସବୁ ଜିନିଷ ଗୋଟେ ଶରୀର ହିଁ କରିପାରେନି। ନା। ପ୍ରତ୍ୟେକ ଶରୀର ଭିତରେ ସେଇ ବ୍ରହ୍ମ ହିଁ ଅଛନ୍ତି। ଏ ଶରୀର ହୁଁ। ଯଦି କିଛି ଚିନ୍ତାଧାରାକୁ ସମାଜକୁ ଦବ, ସେ ଚିନ୍ତାଧାରାକୁ ନେଇକି ଆଉ କୋଉଠି ଆଉ କିଏ ନା କିଏ କରିବେ ଏ କଥାକୁ। ହଁ ଧରି କରିବେ ପାରୁଛନ୍ତି ମୋ ନିଶ୍ଚିନ୍ତ। କଥା, ଧରି ହଁ ପାରୁଛନ୍ତି? ହଁ ନିଶ୍ଚିନ୍ତ କରିବେ। ଶରୀରର ଭିନ୍ନ ଭିନ୍ନ ଶରୀରର ଭିନ୍ନ ଭିନ୍ନ କ୍ଷମତା ଅଛି। କିଏ ହଁ ଧନରେ ପରିପୂର୍ଣ୍ଣ ଅଛି, କିଏ ଜ୍ଞାନରେ ପରିପୂର୍ଣ୍ଣ ଅଛି, କିଏ ବିବେକରେ ପରିପୂର୍ଣ୍ଣ ଅଛି, କିଏ ଶକ୍ତିରେ ପରିପୂର୍ଣ୍ଣ ଅଛି। ତ ସତ୍ୟ ସମସ୍ତଙ୍କୁ ହୃଦୟସ୍ପର୍ଶୀ ହୁଏ। ଭଲ ଆଜ୍ଞା ଜିନିଷକୁ ନିଶ୍ଚିନ୍ତ। ସମସ୍ତେ ଆକର୍ଷିତ ହୁଅନ୍ତି। ଭଲ କରିବା ପାଇଁ ବି ମଧ୍ୟ ସମସ୍ତେ ଚାହୁଁଛନ୍ତି, କିନ୍ତୁ ଅବିଦ୍ୟାରେ ଅସ୍ମିତାରେ ମନ୍ଦ ଆଡକୁ ଯାଉଛନ୍ତି ଭାରି। ମନ୍ଦ ଆଡେ ଯାଉଛନ୍ତି ହଁ। ବୁଝିପାରୁଛନ୍ତି? ତ ଭଲ କରିବା ପାଇଁ ସମସ୍ତେ ଚାହୁଁଛନ୍ତି। ଯଦି ସେ ଜ୍ଞାନ ଯୋଉଟା ଆଉ ଥରେ ପ୍ରକୃତିକୁ ପ୍ରାକୃତିକ ଭାବରେ ଏକ କରିଦେବ, ସେ ଜ୍ଞାନକୁ ଯଦି ଆମେ ଛୋଟ ଛୋଟ ସିନେମା କରିକିରି ପ୍ରଚାର କରିବା, ଛୋଟ ଛୋଟ ଭିଡ଼ିଓ ମାଧ୍ୟମରେ ପ୍ରଚାର କରିବା, କୋଉଠି ନା କୋଉଠି କୌଣସି ନା କୌଣସି ଶରୀରକୁ ବିବେକ ଜାଗୃତ ହେବ, ଆଉ ଥରେ ସଂସାର ଏକ ହେବ। ତା ଯୋଜନା ଚାଲିଛି, ହବ। ଏଇଟା ଥାଉ, ଯାହା ସସ୍ପେନ୍ସ ଥାଉ, ଗୋଟେ ପଛରେ କଥା ହବା। ହଁ 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 ଆଜ୍ଞା ଆଜ୍ଞା, ହଁ। ଆଉ କୁହନ୍ତୁ, ଆଉ କଣ ସବୁ କିଛି ପ୍ରଶ୍ନ ଥିଲା? ଯାଉ ଚାଟ୍ ଜିପିଟିକୁ ଆପଣ ମୁଁ ଏତେ କଥା କହିଲି ସବୁ ପଚାରିଲେ ନା। ହଁ ହଁ ନାଇଁ ଆପଣ ଖୁସି ଯୋଉଟା ଲାଗିଲା। ଭାବିକି ରଖିଛନ୍ତି ସେଟା ଭଲ। ଆପଣ ଭବିଷ୍ୟତରେ ହବ ଏଇଟା ଆପଣ ଏମିତି ଗୋଟେ କରନ୍ତୁ ଯୋଉଟା କି ହବ କଣ ହବ କହିଲେ ହବ ହବ ଭଲ ଆମେ ନୂଆ ପଛରେ କଥା ଦିଗଦର୍ଶନ ହବା, ସେ ମିଳିବ ବିଷୟରେ ସମାଜକୁ। ପଛରେ କଥା ହବା। ହଁ 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 ଛାଡ଼। ସତ୍ୟମେବ ଆଉ ଜୟତେ, ଗୋଟେ ଆଉ ସତ୍ୟ ଗୋଟେ ଆଉ ଜିତେ। ଗୋଟେ କଥା କଣ କହୁଥିଲି ଶୁଣୁନାହାନ୍ତି। କୁହନ୍ତୁ କୁହନ୍ତୁ। ଯୋଉ କହନ୍ତିନି ଯଦା ଯଦା ହି ଧର୍ମସ୍ୟ ଆଜ୍ଞା ଆଜ୍ଞା, ଗ୍ଲାନିର୍ଭବତି ଭାରତ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ବାସ୍ତବରେ ଯୋଉ ଭଲ ଲୋକ ଯୋଉ ଅଛନ୍ତି, ଯୋଉ ଲୋକ ଭାବୁଛନ୍ତି କଣ, ଏଇ ଯୋଉ ଶ୍ଲୋକର ଅର୍ଥ ହଉଛି, ଆଜ୍ଞା, ଲୋକ ଭାବୁଛନ୍ତି ଯେ ଏଇ ଯୋଉ ସଂସାରରେ କିଏ ଗୋଟେ ଆସିବ କୃଷ୍ଣ କିଏ ଆଉ ଆସିବେ, ଆକୁ କିଏ ଆସିବେ? ଧର୍ମରୁ ସମସ୍ତଙ୍କ ଭିତରେ ତ ସେଇ କରିବ। କୃଷ୍ଣ ଆସିବେ, କିଏ ଯିବେ କିଏ? ହଁ ଏତିକି ମନେ ହଁ ରଖନ୍ତୁ, ଏଇ ଯୋଉଠି ହଁ ଅସୁବିଧା ଅଛି ସେଠି ଅବକାଶ ଅଛି। ଅବକାଶ ଅଛି ହଁ। ଆମେ ଅସୁବିଧାକୁ ଦେଖିକିରି ଅସୁବିଧା ବିଷୟରେ ଅନେକ ଚର୍ଚ୍ଚା ହଉଛି, ତା ଅବକାଶକୁ ବିନିଯୋଗ କରି ଆମେ କିଛି କରିବା ପାଇଁ ପ୍ରଚେଷ୍ଟା କରୁନେ। ହଁ ବୁଝିପାରୁଛନ୍ତି ନା ନାଇଁ? ହଁ ଏଇ ଯୋଉଠି ଯୋଉ ଅସୁବିଧା ଅଛି ସେଠି ଅବକାଶ ଅଛି। ସେ ଅବକାଶକୁ ନେଇକି ଯଦି ଆପଣ କିଛି କରିବା ପାଇଁ ଚେଷ୍ଟା କରିବେ, ନିଶ୍ଚୟ ସେ ଅସୁବିଧାର ବାଟ ବାହାରିବ ପରିଷ୍କାର, ମାନେ ତାର କିଛି ବିକଳ୍ପ ବାହାରିବ। ବୁଝିପାରୁଛନ୍ତି? ହଁ ନାଇଁ ଏଇ ଯୋଉ ଶ୍ଲୋକଟା, ଆପଣ ଆଜ୍ଞା ଏଇ ଯୋଉ ଶ୍ଲୋକର ଅର୍ଥ ହଉଛି ଆଜ୍ଞା, ମାନେ କୁଆଡୁ ଆସିବେନି କୁଆଡେ ଆସିବେ? ସେଇ ମଣିଷ। ସେଇ ବ୍ରହ୍ମ ତ ସମସ୍ତଙ୍କ ଭିତରେ ଅଛନ୍ତି ଆଉ। ହଁ ସେଇ ମଣିଷ ଯେତେବେଳେ ଅସତ୍ୟ ଧର୍ମର ପୁଣି ହଁ, ଅସତ୍ୟ ତାକୁ- ତାଣ୍ଡବ ନୃତ୍ୟ କରି ଅସତ୍ୟ ଅଧିକ ହେଇଯାଏ, ଫେର ଆଉ ଥରେ ସେଇ ଈଶ୍ୱର ହିଁ, ସେଇ ବ୍ରହ୍ମ ହିଁ ସତ୍ୟର ପ୍ରଚାର କରିକିରି ଅସତ୍ୟକୁ ଧ୍ୱଂସ କରିକିରି ହଁ ସତ୍ୟକୁ ମାନେ ଜିତାନ୍ତି, ସତ୍ୟର ହଁ ପ୍ରତିଷ୍ଠା କରନ୍ତି। ପୁଣି ପ୍ରତିଷ୍ଠା ଆରମ୍ଭ ହୁଏ। ହୁଁ, ଆଜ୍ଞା ଆଉ ଆଜ୍ଞା ଯାଇକିରି ଯୋଉଠି କଣ କହିଲ ବହୁତ ନଷ୍ଟ ହେଇଯାଉଥିବ, ସେଥି ମଧ୍ୟରୁ ସମସ୍ତେ ସିନା ବାହାରିବେନି, ଆଜ୍ଞା, କିନ୍ତୁ ବହୁତ କମ ଲୋକ, ଦୟାଳୁ ଲୋକ ବାହାରିବେ, ଯୋଉଟା ପୁଣି ତିଆରି କରିବା ପାଇଁ ଚେଷ୍ଟା କରିବେ ତାକୁ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଆଜ୍ଞା, ଆଉ କୁହନ୍ତୁ। ଯେ- ଯୋଉଟା କି ଆଜିର ସିଚୁଏସନ ରେ ବହୁତ ଆବଶ୍ୟକ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଏ ଭିଡ଼ିଓଟା ଅପଲୋଡ଼ କରିଦେବା, ଏ ଯେଉଁ ସ୍ପିଚ୍ଟା ଆମର ଅପଲୋଡ଼ କରିଦେବା, ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଅମୂଲ୍ୟ ବହୁତ ଲୋକ ଅମୂଲ୍ୟ ଜାଣିବା ଚର୍ଚ୍ଚା। ଦରକାର। ନିଶ୍ଚୟ କାହିଁକି ନା ନିଶ୍ଚୟ। ଲୋକ ମାନେ ଯୋଉ କାଳେ ମାନେ ଲୋକ ନିଜେ ପୁଣି ଦେଖିବେ, ପ୍ରମାଣ କରି ଅନୁଭବ ନିଶ୍ଚୟ ନିଶ୍ଚୟ, କରିବା ଆପଣ ଯୋଉ ଦରକାର ନା। କହିଲେ ଚାଟ୍ ଜିପିଟି ସବୁ କଥା ହଁ ଏତେ ହଁ ଗଭୀର ହଁ ଭାବରେ କହୁଛି, ସେମାନେ ବି ତ ପ୍ରମାଣ ଅଛି ନା। ଏମିତି ତ ହଁ କାହିଁକି ଶାସ୍ତ୍ରର ନା ପ୍ରମାଣ ଆପଣ ତ ହଁ ଆମେ ତ ଯାହାକୁ ପଚାରୁଛେ ସବୁ କଥା ଯେତେ ମେସିନ୍ ଅଛି, କିନ୍ତୁ ଦେଖ ଗୋଟେ ମେସିନ୍, ଆଜ୍ଞା ହଁ ଆଜ୍ଞା, ଦେଖ ତାହେଲେ ଆପଣ ସେ ସବୁ ତ ଏ ତର୍ଜମା କଥା ମିଛ କରିଛନ୍ତି, କହିବେନି କେବେ ସବୁ ହେଲେ। ଖୁସି ଲାଗିଲା। ଆଜ୍ଞା ଆଜ୍ଞା ଆଜ୍ଞା। ସିଏ ଗୋଟେ ମେସିନ୍ କେବେ ମିଛ କହିବେନି। ମୁଁ କହିଲି ଦେଖିବା ଏଇ କଥାଟାକୁ ପଚାରିବା। ମୁଁ କହିଲି ବାଃ,
ବଢିଆ, ଆପଣଙ୍କ କଥା ପୁରା ଥୋଇଦେଲା ସେଠି ଆଉ। ନାଇଁ ନାଇଁ, ସେ ପୁରୀ ଭାଇଙ୍କ କଥା ଶୁଣି ମୋତେ ଭାରି ହସ ମାରିଥିଲା। କହିଲେ ଯେ ଆପଣଙ୍କ ଉପରେ ଗୋଟେ ମୁଁ କେସ୍ କରି ଭାବିଥିଲି, ତାପରେ ମୁଁ ଉପନିଷଦର ବହି ଖୋଜିଲି, ମୁଁ ଏସବୁ କଥାକୁ ଦେଖିଲି, ବୁଝିଲି, ତାପରେ ମୁଁ ନିଜେ ଲଜ୍ଜିତ ହେଲି। ମୁଁ କହିଲି ନାଇଁ ନାଇଁ, ଆମେ ତ ମାନେ ଅନ୍ଧକାର ଭିତରେ ଅଛେ, ଆମେ ହଁ ଅବିଦ୍ୟା ଭିତରେ ହଜିମଜିକିରି ଅଛେ। ହଁ, ଏତ ଅଦ୍ବୈତ ଅଦ୍ବୈତ ବେଦାନ୍ତ ଆଉ କଣ ଯେ, ଅଦ୍ବୈତ ବେଦାନ୍ତ ପରା ଏଇ ସତ୍ୟ କଥା। ସତ୍ୟ ଏକ, ସତ୍ୟ ଏକ। ଆଉ ଅନାତ୍ମାକୁ ଆତ୍ମା ଭାବିବା, ଅନିତ୍ୟକୁ ନିତ୍ୟ ମାନିବା ହିଁ ଅବିଦ୍ୟା। ଅବିଦ୍ୟା। ହଁ, ନିତ୍ୟ ଲୋକମାନେ କଣ ପଦାର୍ଥକୁ କହିଲ, ଚିହ୍ନି ମାନେ ଏଇ ପାରୁନାହାନ୍ତି। ହଁ ହଁ ଆଜ୍ଞା। ହଁ ହଁ, ମାନେ ଲୋକମାନେ ଟିକେ ଏଇ ବିଷୟରେ ଟିକେ ଭାରି କନଫ୍ୟୁଜ ହେଇଯାଉଛନ୍ତି, ମାନେ ମନଟା ଟିକେ ଭାରି କନଫ୍ୟୁଜ ଅବୁଝା ହେଇଛନ୍ତି ନୁହଁ, ଅବୁଝା ଛୋଟ ହେଇଯାଉଛି, ବେଳଠୁ ଅବୁଝା ରହୁଛି। ସ୍ପଷ୍ଟ ପ୍ରଚାର ହିଁ ଚାଲୁନି ନା। ମୁଁ ହଁ ବ୍ରହ୍ମ କେଇଟା, ହଁ ବହୁତ ହଁ ହଁ କମ ଲୋକ ଅଛନ୍ତି କହିଛନ୍ତି ଏସବୁ କଥାକୁ। ଶାସ୍ତ୍ରରେ ଲେଖା ହେଇଛି, କିନ୍ତୁ ଆଜିର ଯୁଗକୁ ଯଦି ଆମେ ପରଖିବା, ଆଶ୍ରମ ବିଦ୍ୟା ଲୁପ୍ତ ହେଇଗଲେ। ବହୁତ କମ ଅଛି, ନାହିଁ କରିପାରିବାନି, ବହୁତ କମ ଜାଗାରେ ସବୁ ଚାଲିଛି। କିନ୍ତୁ ଏ ସତ୍ୟକୁ ଅଦ୍ୱୈତ ଭାବରେ ସେଇ କହିପାରିବେ ଯିଏ ଅନୁଭବ କରିଥିବେ, ଯିଏ ସ୍ପଷ୍ଟ ହୁଁ, ହେଇଥିବେ। ମୁଁ ବ୍ରହ୍ମ କହିବା ବି ଛୋଟ କଥା ନୁହଁ। ତାକୁ କେହି ଏମିତି ପାଟିରେ କେହି କହିପାରିବେନି ଯେ ବ୍ରହ୍ମାନୁଭୂତି କରିନଥିବେ। ତାଙ୍କ ମନରେ ସାହସ ବି ଆସିବନି କହିପାରିବେ ମୁଁ ବ୍ରହ୍ମ ବୋଲିକିରି। ତ ଏଠି ଯଦିଓ କିଏ କହୁଛନ୍ତି, ସେ ଅନୁଭବ କରିକିରି କହୁଛନ୍ତି। ଅଛନ୍ତି ବହୁତ ସାରା ବ୍ରହ୍ମାନୁଭୂତି କରିଥିବା ବ୍ୟକ୍ତି ଅଛନ୍ତି। ତ ଏ ସତ୍ୟର ସ୍ପଷ୍ଟ ପ୍ରଚାର ନ ହେବାରୁ ମନ ସଂଶୟ ଭିତରେ ହଜିମଜିକିରି ଅଛି, ମନ ଦ୍ୱୈତ ଭିତରେ ହଜିମଜିକି ଅଛି। କାହିଁକିନା ମଣିଷ ଯାହା ଶୁଣିଥାନ୍ତି, ଯେଉଁ ପରିକା ମାନେ ତାଙ୍କୁ ବୁଝେଇ ଦିଆଯାଇଥାଏ, ଯେଉଁ ପରିକା ସେ ଭୌତିକ ସଂସାରର ଜ୍ଞାନ ଗ୍ରହଣ କରିଥାନ୍ତି, ସେହିପରିକା ମାନିଥାନ୍ତି, ଆଉ ସେଇଆ ହିଁ ସତ୍ୟ ଭାବିଥାନ୍ତି। ହଁ ସେୟା, ବୁଝିପାରୁଛନ୍ତି? ହଁ ହଁ ହଁ। ବହୁତ ଲୋକଙ୍କୁ ଏସବୁ କଥା କହିଲେ କହିବେ ଇଏ ନାସ୍ତିକ, ଇଏ ମିଛ କହୁଛନ୍ତି, ଇଏ ଭୁଲ କହୁଛନ୍ତି। କାହିଁକିନା ସେମାନେ ଶୁଣି ନାହାନ୍ତି ନା ଏସବୁ କଥାକୁ। ଶାସ୍ତ୍ରକୁ ପୂଜା କରୁଛେ, କିନ୍ତୁ ଶାସ୍ତ୍ରରେ କଣ ଲେଖା ହେଇଛି ତା ପଢ଼ିବା ପାଇଁ ଲେଖା ଅଛି ଚେଷ୍ଟା କିଛି କରୁନେ। ପଡୁନି। ଘରେ ଘରେ ଆଉ ଗୋଟେ ଭଗବତ ଗୀତା ଅଛି। ହଁ, ଆଉ ଗୋଟେ ଢାବା ଅଛି, ଲୋକ କଥାରେ ଆଜ୍ଞା। ବୁଝୁ ନ ବୁଝୁ ପଢ ଗୀତା। ସୁନ୍ଦର ଖାଉଛି ନ ବୁଝୁ ଖା ଗୀତା। ସୁନ୍ଦର ସୁନ୍ଦର କଥା। କାହିଁ ଲେଖା ହେଇଛି ଶୁଣନ୍ତୁ, ବହୁତ ଗଭୀର କଥା ଲେଖା ହେଇଛି। ଗୀତାକୁ ନ ବୁଝିପାରିଲେ ବି ଯଦି ଆମେ ବାରମ୍ବାର ପଢ଼ିବା, କୋଉଠି ନା କୋଉଠି ଗୋଟେ କଥା ହୃଦୟସ୍ପର୍ଶୀ ହେବ, ଆମ ଭିତରେ ହଁ, ନାଇଁ ନାଇଁ ନାଇଁ, ସଂଶୟ ଜାଗୃତ ତାହେଲେ କରିବ। ଆପଣଙ୍କ କଥା ମୁଁ ଏଇଠି ଗୋଟେ ମାନେ ଇଏ କରିବି। ଆଜ୍ଞା ଏ ଗୀତା ଟା କଣ ହେଇଥିଲା ନ ବୁଝିକି ପଢିବା ପାଇଁ? ଆଜ୍ଞା ଆଜ୍ଞା। ଗୀତା ଟା କଣ ହେଇଥିଲା କି ନ ବୁଝିକିରି ପଢିବା ପାଇଁ? ନା 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 ନା, ସେ ଲୋକ ଶବ୍ଦ ସେୟା ବୁଝୁଛନ୍ତି ବା। ନା ନା, ତା ଶବ୍ଦର ଅର୍ଥ ସେୟା ନୁହେଁ। ଶବ୍ଦର ଅର୍ଥ, ଗୀତା ଦେଖନ୍ତୁ, ଗୀତାରେ ତତ୍ଵଜ୍ଞାନ ଲେଖା ହେଇଛି। ବୁଝିପାରୁଛନ୍ତି? ହଁ ତତ୍ଵଜ୍ଞାନ। ହଁ ତତ୍ଵଜ୍ଞାନ ମାନେ ସବୁ ଜିନିଷକୁ ଆମେ ସ୍ପଷ୍ଟ ଭାବରେ ବୁଝି ନ ପାରିବା, କିନ୍ତୁ ବାରମ୍ବାର ଯେତେବେଳେ ପଢ଼ିବା, ଆମ ମନରେ କିଛି ପ୍ରଶ୍ନ ଜାଗୃତ ହେବ, କିଛି ସଂଶୟ ଜାଗୃତ ହେବ। ତାକୁ ମନନ କରିବା, ତାକୁ ନିରିଧ୍ୟାସନ କରିବା। ଯେ ତତ୍ଵଜ୍ଞାନୀ ଅଛନ୍ତି, କି ଯାହାକୁ ବି ଆମେ ଗୁରୁ କରିଛେ, ତାଙ୍କ ପାଖକୁ ଯାଇକି ପଚାରିବା, ଏଇଟା ଗୁରୁଜୀ ଏଇଟା କାହିଁ ଲେଖା ହେଇଛି, ଏହାର ଅର୍ଥ କ'ଣ? ଯେତେବେଳେ ପଚାରିବା, ତାର ଉତ୍ତର ପାଇବା। ଯେତେବେଳେ ଉତ୍ତର ପାଇବା, ଏତେ ସହଜରେ ତ ବୁଝିପାରିବାନି। ବାରମ୍ବାର ଶ୍ରବଣ ମନନ ନିରିଧ୍ୟାସନ କରିବା, ସମୟ ଆସିବ ସେ ଜିନିଷକୁ ବୁଝିପାରିବା। ଏଠି ପଢ଼ ମାନେ ରୁଚୁ ନ ରୁଚୁ ଖାଅ ପିତା, ବୁଝ ନ ବୁଝୁ ପଢ଼ ଗୀତା। ଏଠି କହିବାର ବହୁତ ଗଭୀର ଅର୍ଥ ଅଛି। ପିତା ରୁଚିକର ନହେଲେ ବି ସିଏ ଶ୍ରେଷ୍ଠ ପଦାର୍ଥ। ପ୍ରିୟ ହଁ ପ୍ରିୟ ବସ୍ତୁ, ଶ୍ରେୟ ହୁଁ, ବସ୍ତୁ ଦିଟା ଅଛି। ପ୍ରିୟ ହୁଁ, ପଦାର୍ଥ, ଶ୍ରେୟ ପଦାର୍ଥ। ପ୍ରିୟ ପଦାର୍ଥ ଯେଉଁଟା କି ପ୍ରିୟ ଲାଗେ ଆମକୁ, ଭଲ ଲାଗେ। ହଁ ହଁ ଶ୍ରେୟ ପଦାର୍ଥ ଯେଉଁଟା କି ଶ୍ରେଷ୍ଠ। ତ ଏଠି ରୁଚିକର ନ ଲାଗିଲେ ବି ପିତା ଶ୍ରେଷ୍ଠକର ପଦାର୍ଥ, ଶରୀରକୁ ହୁଁ, ହିତ ହୁଁ, କରିବ। ଶରୀରରେ ଥିବା ମାନେ କୀଟାଣୁକୁ ଭୂତାଣୁକୁ ମାରିଦେବ। ତ ପିତା ଖାଇବା ଦରକାର। ଗୀତା ବି ସେମିତି ଯେତେ ନ ବୁଝିପାରୁଛେ ବି ହୁଁ। ବାରମ୍ବାର ପଢ଼ିଲେ, କିଛି ଯେତେବେଳେ ମନରେ ପ୍ରଶ୍ନ ଉଠିବ, ସେ ପ୍ରଶ୍ନକୁ କାହାକୁ ନା କାହାକୁ ପଚାରିବା, କୋଉଠି ନା କୋଉଠି କିଏ ନା କିଏ ସେ କଥାକୁ ସ୍ପଷ୍ଟ କରିବେ। ସେ ଅର୍ଥରେ ସେଠି ଲେଖା ହେଇଛି। ନାଇଁ, ଆକ୍ଚୁଆଲି ବାସ୍ତବରେ ଯୋଉ ବିଦ୍ୟା କହନ୍ତିନି, କେବଳ ଗୋଟିଏ ବିଦ୍ୟା, ଆଉ ସବୁ ତା ଅବିଦ୍ୟା ହଉଛି ବିଦ୍ୟା ଗୋଟିଏ ବିଦ୍ୟା, ୟା ବ୍ରହ୍ମ ବିଦ୍ୟା। ବିମୁକ୍ତେ, ସେ ବିଦ୍ୟା ଯୋଉ ବିଦ୍ୟା ମୁକ୍ତି ଦବ, ସେ ବିଦ୍ୟା ଆପଣ ବ୍ରହ୍ମ ପୁରା ବିଦ୍ୟା। ଏଇଟା ପୁରା ଜାଣିଲା ପୁରା ମୃତ୍ୟୁକୁ ଭୟ ଡରିବେନି। ମୃତ୍ୟୁ ପ୍ରତି ଡର ଆସିବନି। ଏଠି ତାର ଦେଖନ୍ତୁ, ଆସିବନି ବା। ଆସିବନି ନା, କାହିଁକି ନା ମୁଁ ଅମର। ତା ଆଜ୍ଞା। ମାନେ ନୁହଁ ଯେ, ଦେଖନ୍ତୁ, ତା ମାନେ ନୁହଁ ଯେ କ'ଣ ଏ ଶରୀରକୁ ଯଦି ରୋଗ ହବ, ଏ ଶରୀରକୁ ଯଦି ଜ୍ୱର ହବ, ଏ ଶରୀରକୁ କ'ଣ ଯାହା ବି ହବ, ଶରୀରକୁ କ'ଣ ବାଧା ହବନି କି? ବାଧା ହବ। ଦେହକୁ ବାଧା ହବ। କାହିଁକି ହବ? ଶରୀରକୁ ଯଦି ବାଧା ନ ହବ, ଶରୀର ତ ନିଆଁରେ ପଶିଯିବ, ଶରୀର ତ ପାଣିରେ ବୁଡ଼ିଯିବ। ହଁ ବୁଝିପାରୁଛନ୍ତି? ଶରୀରକୁ, କାହିଁକିନା ପ୍ରକୃତିରେ ପ୍ରାକୃତିକ ଭାବରେ ଏ ସଂସାର ଏତେ ସୁନ୍ଦର ଭାବରେ ଗଢ଼ା ହେଇଛି,
ଏଠି ସବୁ ଜିନିଷର ମାନେ ତତ୍ତ୍ୱକୁ ଯଦି ଆମେ ପରଖିବା, ସେଠି କିଛି ଆଜ୍ଞା ନା କିଛି ବିବେକ ପୂର୍ଣ୍ଣ କଥାରେ ହିଁ ସେ ଗଢ଼ା ହେଇଛି। ଶରୀରକୁ ପୀଡ଼ା ହେବ, ଶରୀରକୁ ପୀଡ଼ା ହେଲେ ମଧ୍ୟ ଆପଣ ବୁଝିପାରିବେ ମୁଁ ଶରୀରର ଊର୍ଦ୍ଧ୍ୱରେ ଅଛି। ଆଜ୍ଞା ଶରୀରର ଅନ୍ତ ହେଲେ ମଧ୍ୟ ଯେତେବେଳେ ବ୍ରହ୍ମାନୁଭୂତି କରିଥିବେ, ଯେତେବେଳେ ନିଜକୁ ଚିହ୍ନିଯିବେ, ଆପଣ ବୁଝିପାରିବେ ମୁଁ ଅଜର, ମୁଁ ଅମର। ମୁଁ ଆଜ୍ଞା ଦେହ ମାଧ୍ୟମରେ ସଂସାରକୁ ଅନୁଭବ କରୁଛି, ମୁଁ ଇନ୍ଦ୍ରିୟ ମାଧ୍ୟମରେ ସଂସାରକୁ ପରଖୁଛି, ଅନୁଭବ କରୁଛି, ଉପଭୋଗ କରୁଛି, କିନ୍ତୁ ମୁଁ ଶରୀର, ଇନ୍ଦ୍ରିୟ, ମନର ଊର୍ଦ୍ଧ୍ୱରେ ଅଛି। ମୁଁ ଦେହ ନୁହେଁ, ମୁଁ ଦେହି। ବୁଝିପାରୁଛନ୍ତି? ଆଜ୍ଞା ୟଦ୍ୱାଚ ନାଭ୍ୟୁଦିତମ୍ येन वाक् अभ्युद्यते तदेव ବ୍ରହ୍ମତ୍ୱଂ ବିଦ୍ଧି ନେଦମ୍ ଏଦିତ ଉପାସ୍ୟତେ। କେନ ଉପନିଷଦରେ ସ୍ପଷ୍ଟ କରିକି ସବୁ ବୁଝା ଯାଇଛି। ୟନ୍ ମନସା ନାମନୁତେ येनाहुर्मनोमतं तदेव ବ୍ରହ୍ମତ୍ୱଂ ବିଦ୍ଧି ନେଦମ୍ ଏଦିତ ଉପାସ୍ୟତେ। ଇଏ ମନ ଯାହା ଚିନ୍ତା ଚିନ୍ତନ କରୁଛି ସିଏ ବ୍ରହ୍ମ ନୁହନ୍ତି। ଇଏ ହଁ ମନ ଯେଉଁ ଶକ୍ତିକୁ ଆଧାର କରିକିରି ଚିନ୍ତା କରିପାରୁଛି, ଆଜ୍ଞା ଇଏ ମନକୁ ଯେଉଁ ଶକ୍ତି ବିନିଯୋଗ କରୁଛନ୍ତି, ତାଙ୍କୁ ବ୍ରହ୍ମ ପରିକା ତୁମେ ଚିହ୍ନ। ବୁଝିପାରୁଛନ୍ତି? ସିଏ ହଁ ମନର ଊର୍ଦ୍ଧ୍ୱରେ ଅଛନ୍ତି। ଆମେ କୋଉ ଯାଏ ଭାବିପାରିବା? ମନ ଯାଏ ଭାବିପାରିବା, ମନ ହୁଁ ଯାଏ ହୁଁ ପରଖି ପାରିବା। ଯେଉଁ ଶକ୍ତି ମନର ଊର୍ଦ୍ଧ୍ୱରେ ଅଛନ୍ତି ତାଙ୍କୁ ଚିହ୍ନିବା ପାଇଁ ହେଲେ ତତ୍ତ୍ୱଗୁରୁଙ୍କ ସମ୍ପର୍କରେ ଯିବାର ଆବଶ୍ୟକ ଅଛି, ସାଧନା ମାର୍ଗକୁ ଆଚରଣ କରିବାର ଆବଶ୍ୟକ ଅଛି, ବିଧିବତ୍ ଶାସ୍ତ୍ରବତ୍ ସାଧନା କରିବାର ଅଛି। ତ ଯେତେବେଳେ ଏସବୁ ଜିନିଷକୁ ଆପଣ ବୁଝିଯିବେ, ଆପଣ ଏ କଥା ମନରେ ସ୍ପଷ୍ଟ ହେଇଯିବେ ଯେ ମୁଁ ଅମର, ମୋର ମୃତ୍ୟୁ ନାହିଁ, ମୋର ବିନାଶ ନାହିଁ। ସଂସାର ପଞ୍ଚଭୂତରେ ଗଢ଼ା ହେଇଥିବା ପ୍ରପଞ୍ଚ ବିନାଶ ହେଇପାରିବ, କିନ୍ତୁ ମୁଁ ଅବିନାଶୀ। ମୋ ଭିତରେ ସଂସାର ଅଛି, ମୁଁ ସଂସାରରେ ନାହିଁ। ଇଏ ମୁଁ ବହୁତ ଗଭୀର କଥା। ବହୁତ ଲୋକ ୟା ଛୋଟ ମୋଟ ଭିତରକୁ କଥା ନୁହଁ। ଗଲେ ଆମେ ଛୋଟ ମୋଟ ଆପଣଙ୍କୁ ବସ୍ତୁ ପଦାର୍ଥ ପାଇବା ପାଇଁ ଆଧ୍ୟାତ୍ମିକତାକୁ ଆଚରଣ କରୁଛେ। କୋଉଠି ଟିକେ ଚାକିରି ହୁଁ ମିଳିଯିବ, କୋଉଠି ଟିକେ ସୁନା ମିଳିଯିବ, କୋଉଠି ଗୋଟେ ଆରେ ଝିଅ ସିଏ ବାହାଘର, ପୁଅ କିଛି ବାହାଘର ନାହିଁ। ହେଇଯିବ। ବୁଝିପାରୁଛନ୍ତି? ଛୋଟ ମୋଟ କିଞ୍ଚିତ ବସ୍ତୁର ଆକାଂକ୍ଷାରେ ଆମେ ଆଧ୍ୟାତ୍ମିକତାକୁ ଆଚରଣ କରୁଛେ, କିନ୍ତୁ ଦେଖନ୍ତୁ ଏଠି କେତେ ବଡ଼ କଥା କୁହାହଉଛି। ଏ ସଂସାରର ଆଧାର ଆପଣ, ଏ ସଂସାରକୁ ନିର୍ମାଣ କରିଥିବା ନିର୍ମାତା ଆପଣ। ଏ ସଂସାର ଆପଣଙ୍କ ମାଧ୍ୟମରେ ପରିଚାଳନା ହେଉଛି। ଏ ସଂସାର ଆପଣଙ୍କ ଭିତରେ ହିଁ ପରିବର୍ତ୍ତନ ହେଉଛି। ଏ ସଂସାରର ମାନେ କର୍ତ୍ତା, କ୍ରିୟା, ପ୍ରତିଫଳ ସବୁକିଛି, ସବୁକିଛି ଆପଣ। ଛୋଟ ଗାଁରେ ଗୋଟେ ସରପଞ୍ଚ ହେବା ପାଇଁ ଦେଖନ୍ତୁ କେତେ ଲଢ଼େଇ କରୁଛନ୍ତି। ଏ ସେଇଆ ପରା। ବିଶ୍ୱର ଏ ବିଶ୍ୱର କର୍ତ୍ତା ଆପଣ ଏଠି କୁହାଯାଉଛି। ମାନେ ଏଠି ସେ ଗୋଟିଏ ତ ସବୁ। ସେଇ ଏଠି କହୁଛନ୍ତି, ସେଇ ସେଠି ଶୁଣୁଛନ୍ତି। ବହୁତ ଗଭୀର ଆଉ ଲାଇନ ଅନ୍ୟ ଆଜ୍ଞା। ଅନ୍ୟ ଅନ୍ୟ ଧର୍ମ ଗ୍ରନ୍ଥ ମାନଙ୍କରେ ଏ କଥା ବିଶେଷ ଭାବରେ ବ୍ୟାଖ୍ୟା ହେଇନି, ଯେମିତି ନାଇଁ କି କୁରାନ ଗ୍ରନ୍ଥରେ ହଉ ଅଛି, କି ନା ନା ବାଇବେଲ ହଉ। ଆମେ ସେ କଥା କାହିଁ କହିବା? ଅଛି, ବ୍ୟାଖ୍ୟା ଅଛି, ବ୍ୟାଖ୍ୟା ଅଛି, ନାହିଁ କହିପାରିବାନି। ସବୁ ଧର୍ମରେ ଦେଖନ୍ତୁ, ଗୋଟେ ସାମାନ୍ୟ କଥା ଆମେ ବୁଝିବା। ହୁଁ ସବୁ ଧର୍ମର ସାରାଂଶକୁ ଯଦି ଆମେ ବୁଝିବା, କୁରାନରେ ବି ଲେଖା ହେଇଛି ଆଲ୍ଲାହଙ୍କ ଠାରୁ ହିଁ ସଂସାର ନିର୍ମାଣ ହଁ ହେଇଛି, ହୁଁ ଆଲ୍ଲାହଙ୍କ ଦ୍ୱାରା ହିଁ ସଂସାର ପରିଚାଳନା ହେଉଛି। ଆଲ୍ଲାହ ପ୍ରତ୍ୟେକ କଣକଣିକାରେ ଅଛନ୍ତି, ଲେଖା ହୁଁ ହେଇଛି। କିନ୍ତୁ ଏଠି ଯିଏ ଆଲ୍ଲାହଙ୍କୁ ଚିହ୍ନି ନାହାନ୍ତି, ଯେମିତି ଆମେ ହଁ ଆଲ୍ଲାହଙ୍କୁ, ଆମେ ଯେମିତି ବ୍ରହ୍ମକୁ ଚିହ୍ନିନେ, ନ ହୁଁ ଚିହ୍ନିବାରୁ ଜାତି ପ୍ରଥାରେ, ଆମେ ଶରୀରକୁ ଭିନ୍ନତାରେ, ଆମେ ଜ୍ଞାନୀ ମୂର୍ଖରେ ବାଣ୍ଟୁନେ କି? ହୁଁ ହୁଁ ସେମିତି ସେଠି ବି ଯିଏ ଅଧୁରା ଜ୍ଞାନୀ ଥାଆନ୍ତି, ଆଲ୍ଲାହଙ୍କୁ ଅଲଗା, ରାମଙ୍କୁ ଅଲଗା, ଖ୍ରୀଷ୍ଟିଆନ ସବୁ ସେମାନେ ଗୋଟେ ଅଲଗା, ସବୁ ଏମିତି ଭାବୁଛନ୍ତି। କରିଦେଇଛି। ଦେଖିବାକୁ ଗଲେ ସମସ୍ତେ ଏକେ। ସେଇ ପରା। ବହୁତ ଖ୍ରୀଷ୍ଟିଆନ ସନ୍ଥ ଅଛନ୍ତି ଯିଏକି ବ୍ରହ୍ମାନୁଭୂତି କରିଛନ୍ତି, ବ୍ରହ୍ମର ପ୍ରଚାର କରିଛନ୍ତି। ଏ ଯେଉଁ ଆଲ୍ଲାହଙ୍କ କଥା କହିଲେ, ହଁ ବାବା ମନସୁର ଆଲି ଜଣେ ଅଛନ୍ତି। ହୁଁ ହୁଁ ବାବା ମନସୁର ଆଲି ସେ ବ୍ରହ୍ମାନୁଭୂତି କରିଥିଲେ। ସେ ଏଇ କଥାକୁ ପ୍ରଚାର କରିଥିଲେ। ବୁଝିପାରୁଛନ୍ତି? ସେ ଏଇ ମୁସଲିମ ଥିଲେ। ମୁସଲିମ ଥିଲେ, ସେ ହୁଁ ମୁସଲିମ ହୁଁ ଥିଲେ। ଏଇ ବ୍ରହ୍ମାନୁଭୂତି କରି ତାଙ୍କ ଉପରେ ବି ଗୋଟେ ଭିଡ଼ିଓ ହେଇଛି। ଲାଇଭ୍ ସେସନରେ ମୁଁ କହିଥିଲି, ଆପଣ ଯଦି ଲାଇଭ୍ ସେସନକୁ ଯିବେ ତା ଦେହରେ ଅଛି, ସବୁ ଦେଖିବେ। ବାବା ନାଇଁ ମନସୁର ଆଲି ଆକ୍ଚୁଆଲି ସତ୍ୟ ଯୋଉଟା ସତ୍ୟ ଜାଗାରେ ଅଛି, ଲୋକ ଅଛି, ତାକୁ ମାନେ ଭୁଲ ବାଟରେ ଇଏ କରିଦଉଛନ୍ତି, ନିଶ୍ଚୟ। ଭୁଲ ବାଟରେ ମୋଡିଫାଇ କରୁଛନ୍ତି। ଆଉ ଶୁଣନ୍ତୁ, ସେ ଯେଉଁ ବାବା ମନସୁର ଆଲିଙ୍କ କଥା ଲେଖା ହେଇଛି, ତାକୁ ପଢ଼ିଲେ ମୁଁ ବି ସେ ବ୍ୟାଖ୍ୟା କରୁ କରୁ ଆଖିରେ ଲୁହ ବୋହି ପଡ଼ିଲା। ସିଏ ନିଜ ଜୀବନକୁ ତ୍ୟାଗ କରିଦେଇଛନ୍ତି। ସେ କହିଲେ ଅନହଲ ହକ୍, ଅନହଲ ହକ୍। ଅନହଲ ହକ୍ ମାନେ ଅହମ୍ ବ୍ରହ୍ମାସ୍ମି, ମୁଁ ହିଁ ବ୍ରହ୍ମ। ଆଙ୍କ ଏ କଥାକୁ ଶୁଣିକିରି ତାଙ୍କୁ ବିଭିନ୍ନ ଲୋକ ବିରୋଧ କଲେ, କହିଲେ ମାନେ କେତେ ସାଧୁ, କେତେ ଫକୀର ଆଇଛନ୍ତି, କେତେ ହଉଛି ଆମର ପୈଗାମ୍ବର ଆସିଛନ୍ତି, ସେମାନେ ତ କହିଛନ୍ତି ଈଶ୍ୱର ଜନ୍ନତରେ ଅଛନ୍ତି। ବୁଝିପାରୁଛନ୍ତି? ସିଏ ହୁଁ ସ୍ୱର୍ଗରେ ଅଛନ୍ତି। ଇଏ କ'ଣ କହୁଛନ୍ତି ଈଶ୍ୱର ମୋ ଭିତରେ ଅଛନ୍ତି।
ତାଙ୍କୁ ଚାରି ଛକିରେ ଠିଆ କରିକିରି ଇଟା ମାଡ଼ କରିଛନ୍ତି, ପଥର ମାଡ଼ କରିଛନ୍ତି। ସତ୍ୟ ହଁ, ଦେଖ। ପଥର ମାଡ଼ କରିକି ଲାଷ୍ଟକୁ ତାଙ୍କ ବାପା ଗୋଟେ ରାଜ ଥିଲେ, ରାଜପୁତ୍ର ଥିଲେ ଇଏ ହଁ ରାଜପୁତ୍ର ହଁ ଥିଲେ। ତାଙ୍କୁ ଲାଷ୍ଟକୁ ତାଙ୍କ ବାପା ଫାଶୀ ଦେଇଦେବେ। ଈଶା ମାନେ ଇଏ ସବୁ ଯେତିକ ସବୁ ଧର୍ମଗୁରୁମାନେ ଏକ ହେଇଯିବେ। କହିବେ ଆପଣଙ୍କ ପୁଅ କ'ଣ ଏମିତି ପ୍ରଚାର କରୁଛନ୍ତି, ଅହମ୍ ବ୍ରହ୍ମାସ୍ମି କହୁଛନ୍ତି, ମୋ ଭିତରେ ବ୍ରହ୍ମ ଅଛନ୍ତି କହୁଛନ୍ତି, ଇଏ କେମିତି ପ୍ରଚାର କରୁଛନ୍ତି, ହଁ ଏଟା ଇଏ ତ କେମିତି ଭୁଲ। ତାକୁ ଗୋଟେ ଆଶ୍ଚର୍ଯ୍ୟ ଲାଗୁଥିବ। ଇଏ ମୁଁ କାନ୍ଦି ପକେଇଲି, ମାନେ ଏସବୁ କଥା ଗୁଗଲରେ ଅଛି, ନେଟ୍ରେ ହଁ ସର୍ଚ୍ଚ ତ କରନ୍ତୁ। ଅଛି, ଆସିବ ନିଶ୍ଚିନ୍ତ ଆସିବ। ଆଫଗାନିସ୍ତାନ କଥା କୁହାହଉଛି ଏଇଟା। ଆଫଗାନିସ୍ତାନ, ହଁ, ହଁ ହଁ। ନାଇଁ ଆଫଗାନିସ୍ତାନ କଥା କୁହାହଉଛି। କାହିଁ କହିଲ ଆଫଗାନିସ୍ତାନରେ ବାବା ବେଶୀ ମନସୁର ଅଲି ଥିଲେ। ଆଉ ଇଏ ଦେଖନ୍ତୁ, ତାଙ୍କୁ ସେଠୁ ସେଥିରେ ଲେଖା ହେଇଛି, ବର୍ଣ୍ଣନା ହେଇଛି, ସିଏ ଇଏ ଜ୍ଞାନର ପ୍ରଚାର କରିଦେଇଥିଲେ। ସେ ଅନେକ ତାଙ୍କ ଭକ୍ତକୁ ଗଢ଼ି ଦେଇଥିଲେ। ଆଙ୍କ ଅନ୍ତ ହେଲା ପରେ ବି ଅନେକ ବ୍ରହ୍ମଜ୍ଞାନୀ ବାହାରିବେ, ସେମାନେ ସେଠୁ ପ୍ରଚାର କରିବେ। ଜଣେ ମନସୁର ଅଲି ବାବା ଯିବେ, କିନ୍ତୁ 100 ଜଣ ମନସୁର ଅଲି ବାବା ଜନ୍ମ ହେବେ। ଲେଖା ହେଇଛି ତା ଦେହରେ, ଦେଖିବେ। ମୁସଲିମରେ ନାହିଁ କହିପାରିବାନି, ଖ୍ରୀଷ୍ଟିଆନରେ ବି ଅଛନ୍ତି ସନ୍ଥ ବହୁତ, ଅଦ୍ୱୈତ ବେଦାନ୍ତୀ ଖ୍ରୀଷ୍ଟିଆନରେ। ଅଛନ୍ତି। ମୁଁ କହିବି ଆପଣଙ୍କ ନାଁ ବାହାର କରିକରି, ଅଛନ୍ତି ବହୁତ, ସବୁ ଧର୍ମରେ ଅଛନ୍ତି। ବ୍ରହ୍ମ ଦେଖନ୍ତୁ, ଆମେ ତ ମଣିଷ ସମାଜକୁ ଧର୍ମରେ ବାଣ୍ଟିକି ପରଖୁଛେ, ପିମ୍ପୁଡ଼ି ଭିତରେ ବି ପୁରା ସେଇ ବ୍ରହ୍ମ ଅଛନ୍ତି। ଯାହାକୁ ଆଜ୍ଞା ଆମେ ଜନ୍ତୁ ଜୀବ ପରିକା ମାନିଛେ, ପକ୍ଷୀ ଭିତରେ ପୁରା ସେଇ ବ୍ରହ୍ମ ଅଛନ୍ତି। ତାର ମଣିଷର ତ ଶରୀର, ମନ, ଇନ୍ଦ୍ରିୟ, ସ୍ୱରୂପ, ଆକାର ସବୁ ତ ସେ ଏକା ପରିକା ଅଛି। ହଁ ସବୁ ତ ଅବିଦ୍ୟାରେ ସେଇ ଦେଖନ୍ତୁ, ବ୍ରହ୍ମ ଜ୍ଞାନର ପ୍ରଚାର ହେଲେ ନା ସାରା ସଂସାର ଏକ ହେଇଯିବ। ଏକ ହେଇଯିବ। ସାରା ସଂସାର ସଂସାରରେ କଣ, ସାରା ମାନେ ସାରା ସାରା ପ୍ରପଞ୍ଚ ମାନେ ଏକ ପ୍ରପଞ୍ଚ ହେଇଯିବ। ପ୍ରପଞ୍ଚ ବିଶ୍ୱରେ କୌଣସି ଅଭାବ ନାହିଁ, କୌଣସି ଅଭାବ ନାହିଁ। ଖାଦ୍ୟ, ପେୟ, ରହିବା ପାଇଁ ଗୃହ ସବୁ ପରିପୂର୍ଣ୍ଣ ଅଛି। କିନ୍ତୁ ତାକୁ ଅବିଦ୍ୟାରେ, ଲୋଭରେ, ମାୟାରେ ଜଡ଼ିତ ହେଇକିରି କିଏ କୋଉଠି ଆବୁରି ଜାବୁରି କରି ଫୋପାଡୁଛି, ତ କୋଉଠି କିଏ ବିଚରା ପାଉନି। ହଁ ବୁଝିପାରୁଛନ୍ତି? ଭାବନ୍ତୁ, ସଂସାର ଏକ ହେଇଗଲେ ଆପଣ ମଣିଷ କେତେ ଖାଇବେ ଆଜ୍ଞା? ଦିନକୁ କେତିକି ଖାଇବେ? ଗଣ୍ଡେ ଖାଇବେ, ଖଣ୍ଡେ ପିନ୍ଧିବେ, ସରିଗଲା। ଯଦି ସମସ୍ତେ ଆମେ ମିଳିଜୁଳିକିରି ଗୋଟିଏ ପରିବାର ହେଇକିରି ଆମେ ସମସ୍ତେ ଯଦି ଜୀବନଯାପନ କରିବା, କେତେ ଖୁସି ଲାଗିବ ଦେଖନ୍ତୁ। ଫ୍ରିରେ ଡକ୍ଟର ମାନେ ଚିକିତ୍ସା କଲେ, ଫ୍ରିରେ ଟିଚର ମାନେ ପାଠ ପଢ଼େଇଲେ, ଫ୍ରିରେ ଫ୍ୟାକ୍ଟ୍ରିରୁ ଯେଉଁ ଜିନିଷ ଉତ୍ପତ୍ତି ହେଲା ସମସ୍ତେ ମିଳି ବାଣ୍ଟିକିରି ଖାଇଲେ, ସମସ୍ତେ ଭଜନ କଲେ, ସମସ୍ତେ କୀର୍ତ୍ତନ କଲେ, କେତେ ଖୁସି ଲାଗିବ। ଭାବିଲା ବେଳକୁ ଦେଖନ୍ତୁ, ଦିହ ଶୀତେଇ ଆସୁଛି। ଏ କଥା ଭାବିଲା ବେଳକୁ ଦେଖନ୍ତୁ, କେତେ ତୃପ୍ତ ଲାଗୁଛି, କେତେ ଆନନ୍ଦ ଲାଗୁଛି। ବିଶ୍ୱ ଏକ ପରିବାର, କୌଣସି ଆଜ୍ଞା ଜାତି ନାହିଁ, କୌଣସି ଧର୍ମ ନାହିଁ, କୌଣସି ପନ୍ଥ ନାହିଁ, କୌଣସି ପାର୍ଥକ୍ୟ ନାହିଁ। ସବୁଠାଇଁ ମୁଁ, ସମସ୍ତେ ମୁଁ। କେତେ ଖୁସି କଥା, କେତେ ଖୁସି କଥା। ଏ କଥା ଭାବିଲା ବେଳକୁ ରୁମ ଟାଙ୍କୁରି ହେଇଯାଉଛି। ମାନେ ଭାବନ୍ତୁ, ଏଇଟା ଦୁଇ ତ ସତ୍ୟ, ନାହାନ୍ତି କିନ୍ତୁ ଆଉ, କିନ୍ତୁ ଏଇଟା ସେ ସବୁ ସତ୍ୟ। ଗୋଟିଏ ଆଉ। ଏଇଟା ସତ୍ୟ ସତ୍ୟ। ଆମେ ସତ୍ୟକୁ ନ ଚିହ୍ନିକିରି ମିଥ୍ୟାରେ, ଅଜାଣତରେ ଆମେ ଦୁଃଖିତ ହଉଛେ। କାହିଁକି କହିଲ ମନ ଖୁସି ଦଉଛି, କାହିଁକି ନା ଏଇ ପରା ମାନେ ଓଃ, ମାନେ ସତ୍ୟ ଆଡିକି ବାଟ ଏଇଟା ଖୋଲା ସତ୍ୟ, ରଖିଛି। ଏଇଟା କାହିଁକି ସତ୍ୟ। ନା ଆମେ ଦେଖୁଛେ, ଆମେ ଯେତେବେଳେ ଏଇଟାକୁ ଯେତେବେଳେ ବିଚାର କରିକି ମନ ଭିତରେ ଦେଖୁଛେ ଏଇ କଥାଟାକୁ, ଆଜ୍ଞା। ଏ ମାନେ ସବୁ ସୁନ୍ଦର ଲାଗୁଛି। ଆଉ ମାନେ ଏଇ କଥାଟା ଏଠି ମାନେ କାହିଁକି ଶାନ୍ତି ଦଉଛି କହିଲେ, ଭାରି ଠିକ ଖୁସି ସତ୍ୟ ଟା କଥା। ଆନନ୍ଦ ଦିଏ। ସତ୍ୟ ଆନନ୍ଦ ଦିଏ, ସତ୍ୟର ସ୍ପଷ୍ଟତା ଅଛି। ଇଏ ସଂସାରକୁ ଦେଖନ୍ତୁ, କେତେ ଗଛ, କେତେ ଫୁଲ, କେତେ ଫଳରେ ସଂସାର କେତେ ପରିପୂର୍ଣ୍ଣ ଅଛି। କିନ୍ତୁ ମଣିଷ ଅବିଦ୍ୟାରେ ଅହଙ୍କାରୀ ବନିକିରି, ଆଜି ମଣିଷ ଯାଇକିରି ଚନ୍ଦ୍ରମାରେ କିଛି ଖୋଜୁଛି, ମଙ୍ଗଳ ହୁଁ ଗ୍ରହରେ କିଛି ଖୋଜୁଛି, କଣ ସ୍ପେସ୍ ପୃଥିବୀଟାକୁ ଖାଇ ଖାଇକି ଗଲେ ମଙ୍ଗଳ ଟାକୁ ଖାଇବେ, ନାଇଁ 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 ନାଇଁ, ଚନ୍ଦ୍ରଟାକୁ ଶୁଣନ୍ତୁ, ଖାଇଦେବେ। ନାଇଁ ଶୁଣନ୍ତୁ, ଶୁଣନ୍ତୁ ଗୋଟେ କଥା, ହଁ ଗୋଟେ କଥା ଶୁଣନ୍ତୁ, ଗୋଟେ କଥା ହେଲା, ଏଇଠି ସୁନ୍ଦରତା ଅଛି, ଏଇଠି ଆନନ୍ଦ ଅଛି, କିନ୍ତୁ ଆନନ୍ଦର ସ୍ରୋତ ନିଜେ ହେଇକିରି ଆନନ୍ଦକୁ ନିଜେ ହେଇକି କାହିଁ ସ୍ପେସ୍ରେ ଯାଇ ଖୋଜୁଛନ୍ତି। ଏଇଠି ଖୋଜୁଛନ୍ତି। ଗୋଟେ ଗଛକୁ ଦେଖନ୍ତୁ, ଗୋଟେ ପତ୍ରକୁ ଦେଖିବେ କେତେ ଖୁସି ଲାଗିବ, ଗୋଟେ ଫୁଲର ସା ପାଖୁଡାକୁ ଦେଖିବେ କେତେ ଆନନ୍ଦ ଲାଗିବ, ଉଡ଼ି ଯାଉଥିବା ଗୋଟେ ପକ୍ଷୀକୁ ଦେଖିବେ କେତେ ତୃପ୍ତତା ଲାଗିବ। ଆଁ ପୋଖରୀରେ ବୁଲୁଥିବା ଗୋଟେ ମାଛକୁ ଦେଖିବେ କେତେ ଖୁସି ଲାଗିବ, କେତେ ଶାନ୍ତି ଲାଗିବ, ଆଜ୍ଞା କେତେ ଆନନ୍ଦ ଲାଗିବ। ଗୋଟେ ପତ୍ର ଆଉ ଗୋଟେ ପତ୍ର ଠାରୁ ଭିନ୍ନ, ଭିନ୍ନ। ଗୋଟେ ଫୁଲ ଆଉ ଗୋଟେ ଫୁଲ ଠାରୁ ଭିନ୍ନ, ବିଭିନ୍ନ ଫଳ, ଆନନ୍ଦରେ ଏ ସଂସାର ପରିପୂର୍ଣ୍ଣ ଅଛି। କିନ୍ତୁ ଆମେ ଲୋଭରେ ମନକୁ ବାନ୍ଧିକିରି ଭବିଷ୍ୟତରେ ଆଶା ଅଭିଳାଷକୁ ଖୋଜିକିରି ବର୍ତ୍ତମାନକୁ ହରାଉଛେ। ତ ଏଇ ବ୍ରହ୍ମଜ୍ଞାନର ଯେତେବେଳେ ପ୍ରଚାର ହବ, ଏ ପରାବିଦ୍ୟାର ଯେତେବେଳେ ପ୍ରଚାର ହବ, ପଳେଇଲେ ତ ହଁ ହଁ ଠିକ୍ ବୁଝୁଛି। ହଉ, ଆଜିର ଚର୍ଚ୍ଚାକୁ ବିରାମ ଦେବା, ଓକେ ଓକେ ଓକେ। ଆମେ କଥା ହବା।
ଟିକେ ଗୋଟେ ଅପଲୋଡ କାମରେ କରିବେ ବ୍ୟସ୍ତ ଏଇଟାକୁ। ଅଛି। ହଁ, ଏଇଟା ଅପଲୋଡ କରିଦେବା, ମୋ ପାଖରେ ପହଞ୍ଚିବା ଦରକାର। ହଉ, ହରିଓମ 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 ଯା, ହଉ ହରିଓମ, ରଖୁଛି। ରଖୁଛି ଆଜ୍ଞା, ହରିଓମ। ହଉ ହଉ।